ସାହିତ୍ୟ ଯେପର୍ଯ୍ୟନ୍ତ ପାଠକ ଆଦୃତି ଲାଭ ନ କରିନି ସେ ପର୍ଯ୍ୟନ୍ତ ସାହିତ୍ୟର ପ୍ରଚାର ପ୍ରସାର ହେଇପାରିବନି। ଏବଂ କଟକ ସହରକୁ କଟକ ନଗର ବରଷ ହଜାର କୁହାହଉଥିଲା। ମୁଁ 26 ବର୍ଷର କଟକ ଏଟା ପ୍ରମାଣ କରିଛି ମୋ ବହିରେ। ରାସ୍ତା କେମିତି ଉଠିବ ନାହିଁ ଏଟା ମୁସଲିମ କି ନାହିଁ, ଯଦି ମୁସଲିମ ତାହେଲେ ସିଆ କି ସିହ୍ନା ମୁଁ ଜାଣିନି, ଏଲାସ ଉଠେଇବିନି। ଆମର ଅସ୍ମିତା କ'ଣ? ଆମ ଅସ୍ମିତା ସବୁ ରାଜନୈତିକ ଦୃଷ୍ଟିରୁ ଅସ୍ମିତା ସମସ୍ତେ ହଉଛନ୍ତି, କିନ୍ତୁ ଆମ ଅସ୍ମିତା କ'ଣ? ଭୁବନେଶ୍ୱର ଗୋଟେ ସହର, ଓଡ଼ିଶା ବାଲା କେହି ଦେଖନ୍ତି। ଆମ ଅସ୍ମିତା ଆମ ରାଜଧାନୀ, ସେଇ ଆର୍ଟିକିଲରେ 3000 ବର୍ଷର ସହର ଭୁବନେଶ୍ୱର। जय जगन्नाथ। इना अनफिल्टर्ड आउ एक नूतन अध्याय को आपण मानकु स्वागत। केमती अछंती सर? नहीं, श्री जगन्नाथ करुणार मां भल अछि। प्रथमे जिबा पिलाटी बेलर, पिला बेलटी कोठी कटिछि? 836 मसीहार शासन। अच्छा। वेद भास्कर स्कंद स्वामी से शासन पाइथिले ब्राह्मणी कूल नराज मार्थापुटा कटक जिला महानदी कूल ब्राह्मणी कूल भुवन थाना अंतर्गत ढेंकानाल जिला भुवन थाना 800 घर ब्राह्मण एकाठी अच्छा। भारत सारा भारत में कौटे 800 ब्राह्मण एकाठी ना शासन पूरा 1.5 किलोमीटर लंबा 65 फुट बड़ दांड पूरा जोड़े साहला सेठू उठिकी 4टा साही नुआ है किंतु प्राचीन शासन 836 मसीहार शासन। पिला बेल गाँव रे केमिति कटिथिला? पिला बेल ठाकुर कृपारे मो जन्म 3टा झील है बापा माँ मत पाइले कपिलास ठाकुर श्री जगन्नाथ एवं आम गाँ बालुंगेश्वर ये 3 को जपिक मत पाइले 50 मसीहा मोर जन्म। बाल्यकाल बड़ श्रृंखलित भाव बापा मैट्रिक पर्यंत बापा मत जगिले एवं बापा बहुत नीति शिक्षा देकर मत गढ़ले केमिति जीवन रे जड़े मनीष भाया मनीष हबू से शिखेले। एवं मैट्रिक पढ़ला बेले आम गाँ हाईस्कल मु मीना बजार सौरभ गौरव बिलुआ नना हाँ से पत्रिकार सब लिखुली। जिते मुझे प्री यूनिभर्सिटी पढ़ी आम बड़े प्री यूनिभर्सिटी फास्ट था प्री यूनिभर्सिटी पढ़ी प्रथम मो लेखा समाज रे बाहर 67 मसीहा कथा समाज रे बाहर प्रथम लेखा दिव्य जीवन वार्ता भाव स्वामी शिवानंद कारण बापा स्वामी शिवानंद शिष्य थे। स्वामी चिदानंद मोर गुरु कारण स्वामी शिवानंद 63 मसीह महासमाधि रे प्रवेश कले। बापा से गुरु थे बापा तो गांधी जड़े पट शिष्य किंतु गांधी मला पर कांग्रेस बा राजनीति से संपर्क रखी। बापा ना सत्यवादी मिश्र जड़े विशिष्ट स्वाधीनता संग्रामी गांधीवादी लोक एवं एंटार रामचरित मानस मुखस्थ था। गांधीजी मला पर 48 जनवरी 30 गांधीजी मरीगले फेब्रुआरी 17 से पढ़ेले शिवानंद आश्रम आ राजनीति से संपर्क रखिले किंतु संपर्क रखिले। स्वामी शिवानंद दीक्षा नहीं शिवानंद आश्रम रहिले प्राय 8 मास 9 मास रहती 2-3 मास घर को आसती। शिवानंद आश्रम ऋषिकेश 63 पर्यटन से रही 63 स्वामीजी महासमाधि प्रवेश कले सी आसिले कि प्रति वर्ष मसे जाती मसे 1.5 मास जाती एवं मत बाहागर 62 करदे 62 मु चाकरी करनी कि मु इनभालिड हो गोटे ये बाहागरटा आपनकर प्रेम विवाह थिला ना बापा रे? बापा अर्जेंट मु बालांस रे थिली बापा चिट्ठी देले मे 22 रे तो बाहागर
ତୁମେ ପହିଲା ଛୁଆ ଘରେ ପହଞ୍ଚିବ କୋଉଠି ବାହାଘର ହବ ମତେ ଲେଖିନା ଝିଅ ଦେଖିବି ନଥିଲେ? ନାଇଁ ଝିଅ ମୁଁ ଦେଖିଛି କିନ୍ତୁ ମୁଁ ଜାଣିନି କୋଉ ଝିଅ ଆଚ୍ଛା। ସେ ଚିଠିରେ ଲେଖିନାହାନ୍ତି। ବାପାଙ୍କ ଆଦେଶ ମୁଁ ଆସି ମେ 1 ତାରିଖ ପୂର୍ବରୁ 2 ଦିନ ପୂର୍ବରୁ ପହଞ୍ଚିଲି। ଶୁଣିଲି ଆମ ଗାଁ ରମେଶ୍ୱର ଦାସଙ୍କର ଝିଅ ଜଣେ ଶିକ୍ଷକ ତାଙ୍କର ଏକମାତ୍ର ଝିଅ ପାଇଁ ମୁଁ ସ୍ଥିର ହେଇଛି। ମୁଁ ତାକୁ ଛୁଆଦିନୁ ଦେଖିଛି। ମୋର 4 ବର୍ଷ ମୋର ସାହାନି ଆଉ ଆମ ହାଇସ୍କୁଲରେ ପଢୁଥିଲା ମୁଁ ତାକୁ ଦେଖିଥିଲି। କିନ୍ତୁ ମୁଁ ବାପାଙ୍କୁ ଆଉ ପ୍ରଶ୍ନ କଲିନି ଯେ ମୁଁ ତ ଗୋଟେ ପୁଅ ସେ ତ ଗୋଟେ ଝିଅ ତାର ଭାଇ ଭାଇ ନାହାନ୍ତି ତୁମେ କାହିଁ କଲ ମନରେ କିନ୍ତୁ ଆପଣଙ୍କ ମନରେ ପ୍ରଶ୍ନଟି ଆସିଥିଲା? ପ୍ରଶ୍ନଟା ଆସିଲା। ଆଚ୍ଛା। ବାପା ତ ମତେ ଗଢିଛନ୍ତି। ବାପା ମତେ ଯେତେବେଳେ ସମାଜରେ ମୋ ଲେଖା ବାହାରିଲା କହିଲା ଆରେ ତୁ ସୌରଭ ଗୌରବ ମୀନା ବଜାର ଏଥିରେ ଲେଖୁଥିଲୁ ବର୍ତ୍ତମାନ ସମାଜରେ ବାହାରିଲା। ସମାଜଟା 50,000 ଛପା ହଉଛି। ଯେତେବେଳେ 50,000 ଛପା ହଉଥିଲା ଜଣେ 5 ଜଣ ଯଦି ସମାଜ ପଢନ୍ତି 2.5 ଲକ୍ଷ ଲୋକ ସମାଜ ପଢିବେ। 5 ଲକ୍ଷ ଆଖି ତତେ ଦୃଷ୍ଟି ଦେବ ତୁ ଯାହା ଲେଖୁଛୁ ସେୟା ନା ଇଣ୍ଡିଫରେଣ୍ଟ। କାରଣ ସେତେବେଳକୁ ମୁଁ ଜଣେ ବକ୍ତା ଭାବରେ ରାମାୟଣ ଭାଗବତ ଜଗନ୍ନାଥ ସଂସ୍କୃତି ଭାଷଣ ଦେଲିଣି। ଆପଣ କହିଲେ ଆପଣଙ୍କର ଲେଖା ବାହାରୁଥିଲା ଯେ ଛୁଆଟି ବେଳୁ ଆପଣ ଲେଖିଛନ୍ତି। କେବେ ଆପଣ ଜାଣିଲେ ଯେ ଆପଣ ସାହିତ୍ୟ ଭାବରେ ଲେଖିପାରିବେ? ନାଇଁ ମୁଁ ମୋ ବଡ ଭଉଣୀ ଦ୍ୱାରା ପ୍ରଭାବିତ ହେଲି। ପ୍ରଥମେ ମୁଁ ଛୋଟ ଛୋଟ କବିତା ଆମ ଗାଁ ବ୍ରାହ୍ମଣୀ ନଦୀ ବାଲୁଙ୍ଗେଶ୍ୱର ମହାଦେବ ବ୍ରାହ୍ମଣୀ ଠାକୁରାଣୀ ଆମ ଗାଁ ଶାସନ ୟା ଉପରେ ଛୋଟ ଛୋଟ କବିତା ଲେଖିଲି। ନାନୀ ତାକୁ ସଂଶୋଧନ କରିଦିଏ କାରଣ କବିତା ଯେତେ ଭାଷା ସବୁ ଭାଷାର ଭାଷା ପ୍ରଜ୍ଞାର ଐଶ୍ୱର୍ଯ୍ୟମା ଭାଷାର ଉଦ୍ଭାସିତ ସାହିତ୍ୟର ସ୍ୱରୂପ ଗ୍ରହଣ କରେ। ଆଉ ବିଶ୍ୱରେ ଯେତେ ଭାଷା ତାର ପ୍ରଥମ ସାହିତ୍ୟ ହଉଛି କବିତା। ବୈଦିକ ଭାଷାର କବିତା ହବ ବୈଦିକ ମନ୍ତ୍ର ବା ତାପରେ ସଂସ୍କୃତ ଭାଷା ବୈଦିକ ଭାଷା ସଂସ୍କୃତ ଭାଷା ଏକ ନୁହଁ ସମସ୍ତେ ଭାବୁଛନ୍ତି। ବୈଦିକ ଧ୍ୱନ୍ୟାତ୍ମକ ଭାଷା ଧ୍ୱନ୍ୟାତ୍ମକ ଭାଷାରେ ନିତ୍ୟ ନୈମିତ୍ତିକ ଜୀବନ ଯାପନ କରି ହବନି। ତେଣୁ ଆର୍ଯ୍ୟ ଋଷିମାନେ ସେ ଭାଷାରେ ଗୋଟେ ସଂସ୍କାର ଆଣି ସଂସ୍କୃତ ଭାଷାର ସୃଷ୍ଟି କଲେ। ସଂସ୍କୃତ ମୌଳିକ ଭାଷା ନୁହେଁ ବୈଦିକ ମୌଳିକ ଭାଷା। ସଂସ୍କୃତ ଭାଷାରେ କବିତା ହେଲା ମା ନିଷାଦ ପ୍ରତିଷ୍ଠାନ୍ତ ଶାସ୍ତ୍ରୀ ସମା। ଓଡ଼ିଆ ଭାଷାରେ ପ୍ରଥମ କବିତା ହେଲା ଚର୍ଯା ଗୀତି ଯୋଉଟା ରାଗରାଗିଣୀରେ ଲେଖା ହେଇଛି ସେଟା ପ୍ରଥମ ଗୀତି କବିତା ଓଡ଼ିଆ ଭାଷାର 58ଟା ଏପର୍ଯ୍ୟନ୍ତ ଆବିଷ୍କାର ହେଇଛି। ଆଉ ବି ଥିବ ନା ଆବିଷ୍କାର ହେଇପାରିନି। ଆପଣ ତ ଲେଖା ଲେଖି ଆରମ୍ଭ କଲେ ଗାଁ କଥା ବି ଆମେ କଥା ହେଲେ ପାଠ କୋଉଠି ପଢିବା ଆରମ୍ଭ କରିଥିଲେ? ପାଠ ଆରମ୍ଭ କଲି ପ୍ରଥମେ ଆମ ଗାଁ ମୋ ଘରକୁ ଲାଗି ଗୋଟେ ଚାରଶାଳୀ ବାଞ୍ଛାନୀ ଦାସ ବୋଲି ଜଣେ ଚାରଶାଳୀ ଅବଧାନ ତାଙ୍କ ପାଖରେ ପାଠ ଆରମ୍ଭ କଲି 4 ବର୍ଷ ବୟସରେ। 1 ବର୍ଷ ପଢିଲା ପରେ ମତେ ନିଆହେଲା ମାର୍ଥାପୁର ନିପ୍ରା ସ୍କୁଲକୁ। ଆମର ଗାଁ ନିପ୍ରା ସ୍କୁଲ। ନିପ୍ରା ସ୍କୁଲରେ 3-4 ଦିନ ପ୍ରଥମରେ ପଢିଛି। ମତେ ଦେଖିଲେ ପ୍ରଥମ ପାଠ ମୁଁ ପଢି ଯାଇଛି। ଦ୍ୱିତୀୟ କ୍ଲାସରେ ମତେ ବସେଇଲେ। ମୋ ସାଙ୍ଗମାନେ ତଳ କ୍ଲାସରେ ରହିଗଲେ। ଦ୍ୱିତୀୟ ତୃତୀୟରେ ମୁଁ 3 ଟଙ୍କା ସ୍କଲରସିପ୍ ପାଇଲି। ଏଟା 59 କଥା। 3 ଟଙ୍କା ସ୍କଲରସିପ୍ ପାଇଲି। ତାପରେ ମାର୍ଥାପୁର ମଧ୍ୟ ଇଂରାଜୀ ବିଦ୍ୟାଳୟରେ ମୁଁ ପଢିଲି ଚତୁର୍ଥ ପଞ୍ଚମ ଷଷ୍ଠ ସପ୍ତମ। ପଞ୍ଚମରେ ବି 10 ଟଙ୍କା ସ୍କଲରସିପ୍ ପାଇଲି। ତାପରେ ମାଇନର ସପ୍ତମ ପରୀକ୍ଷାରେ ମଧ୍ୟ 20 ଟଙ୍କା ସ୍କଲରସିପ୍ ପାଇଲି। ତାପରେ ମାଟ୍ରିକ ପଢିଲି ଏଠି ସେଇ ସ୍କୁଲ ନା ଆଉ ସ୍କୁଲ ଚେଞ୍ଜ ହେଲା? ଆଉ ଗୋଟେ ହାଇସ୍କୁଲ ଆମ ଗାଁ ହାଇସ୍କୁଲ ନିପ୍ରା ସ୍କୁଲ ଗୋଟେ ମାଇନର ସ୍କୁଲ ଗୋଟେ ମଧ୍ୟ ଇଂରାଜୀ ବିଦ୍ୟାଳୟ ଏବଂ ହାଇସ୍କୁଲ ଉଚ୍ଚ ଇଂରାଜୀ ବିଦ୍ୟାଳୟ। ଉଚ୍ଚ ଇଂରାଜୀ ବିଦ୍ୟାଳୟରେ 8ମଠୁ 81 ଆମ ବେଳେ 81 ଥିଲା। ସେଠି ପଢିଲି କିନ୍ତୁ ମୁଁ 2nd ଡିଭିଜନ ପାଇଲି। 2 ନମ୍ବର କମିଗଲା 1st ଡିଭିଜନକୁ। ଆଚ୍ଛା ଆପଣ ମ୍ୟାଟ୍ରିକ ପାସ୍ ପରେ ରେଭେନ୍ସାରେ ପଢିଲେ? ରେଭେନ୍ସାରେ ପଢିଲି ଟିଉସନ କରିକି ପଢିଲି। ତେଣୁ ହୋଟେଲରେ ରହିଲିନି। ମୁଁ ଦ୍ୱିଜବରସ ତ୍ରିପାଠୀ ଜଣଙ୍କ ଘରେ 10 ଟଙ୍କା ଭଡାକୁ ରହିଲି କାରଣ ଟିଉସନ କରିବାକୁ ସୁବିଧା ହବ। ତାଙ୍କ ଘରେ ରହିଲି। ପ୍ରଥମ ମାସଟି ମୁଁ ଭଡା ନେଇଛନ୍ତି ତାପରେ ଆଉ ନେଲିନି। ତାପରେ ଆପଣ ପରବର୍ତ୍ତୀ ପଢା ପାଇଁ ରେଭେନ୍ସାରେ କଣ୍ଟିନ୍ୟୁ କଲେ ନା ନାଇଁ ଆଉ ପଢେ? ରେଭେନ୍ସାରେ କଣ୍ଟିନ୍ୟୁ କଲି। ରେଭେନ୍ସାର ବିଏ ଉଠି ସଂସ୍କୃତ ପାସ୍ କଲା ପରେ ମୁଁ ଚାକିରି ଖଣ୍ଡେ ପାଇଲି। ଚାକିରି ପାଇଗଲେ? ଚାକିରି ଦରକାର ଥିଲା। ଚାକିରି ଖଣ୍ଡେ ପାଇଗଲି। ସେ ଚାକିରି କଲି ତେଣୁ ଆଉ ପଢି ପାରିଲିନି ଏମଏ। ତାପରେ ସେ ଚାକିରିଟା ଛାଡିକିରି ମୁଁ ଯାଇ ଏମଏ ପଢିଲି। କଣ ଚାକିରି କରିଥିଲେ? ମୁଁ ଗୋଟେ ଦେବଚରରେ ଚାକିରି କରିଥିଲି। ପୁନର୍ବାର ସେ ଚାକିରି କରି କହିବିନି
अच्छा ରେଭେନ୍ସାରେ ଯେତେବେଳେ ପଢୁଥିଲି ଥରେ ଗୋପବନ୍ଧୁଙ୍କ ଉପରେ ବକ୍ତୃତା ପ୍ରତିଯୋଗିତା ହେଲା। अच्छा ମୁଁ ବକ୍ତୃତା ଭିତରେ ଆଇ ଷ୍ଟୁଡ୍ ଫାଷ୍ଟ। अच्छा ରାଧାନାଥ ସର୍ତ୍ତ ମତେ କହିଲେ ତମେ ଫାଷ୍ଟ ହେଲ, ତମେ ଲେଖାଲେଖି କର। ମୁଁ କହିଲି ହଁ ଲେଖାଲେଖି କରେ। ନା ଗୋଟେ ପ୍ରବନ୍ଧ ଦିଅ ପତ୍ରିକାକୁ। ଆପଣ ରେଭେନ୍ସାରେ ପଢି ସାରିଲା ପରେ ତାପରେ ଯାହା ଆମେ ତାପରେ ଜାଣିଛେ ବାଣୀବିହାରରେ ପଢିଲି ବାଣୀବିହାରରେ। ସଂସ୍କୃତରେ। ପ୍ରହ୍ଲାଦ ପ୍ରଧାନ ଥିଲେ ହେଡ୍ ଅଫ୍ ଡିପାର୍ଟମେଣ୍ଟ, ଆଉ ତ୍ରିଲୋଚନ ପ୍ରଧାନ ଥିଲେ। ସେଠି ଆଉ ଆପଣ ନାମଚରଣ ସଂସ୍କୃତରେ ହିଁ ସ୍ୱାଇଁ, କଣ୍ଟିନ୍ୟୁ ହଁ କଲେ। ଗୋପୀନାଥ ମହାପାତ୍ର, ଏପର୍ଯ୍ୟନ୍ତ ଗୋପୀନାଥ ମହାପାତ୍ର ବଞ୍ଚିଛନ୍ତି। ସେଠି ମୁଁ ସେକେଣ୍ଡ ଡିଭିଜନରେ ଏମ୍ ଏ ପାସ୍ କଲି। ଆଚ୍ଛା ତାପରେ ପୁନର୍ବାର ଏଇ ଚାକିରିଟା କଲି। କଲେ ହଁ। ସାହିତ୍ୟ ସାଧନା କେବେଠୁ ପୁଣି ସାହିତ୍ୟ ଆରମ୍ଭ କଲେ? ସାଧନା ଆକ୍ଚୁଆଲ ଛୁଆଦିନ ତ ହେଇଥିଲା। ରେଭେନ୍ସାରେ ପଢିଲା ବେଳେ ମୁଁ ପ୍ରଥମେ ସମାଜରେ ଲେଖିଲି, ତାପରେ ପ୍ରଜାତନ୍ତ୍ର ଲେଖିଲି, ଏବଂ ମାତୃଭୂମିରେ ଲେଖିଲି, ଏବଂ ରାଷ୍ଟ୍ରଦୀପରେ ଲେଖିଲି, ଆସନ୍ତାକାଲି ଲେଖିଲି, ସହକାରରେ ଲେଖିଲି। ଝଙ୍କାରରେ ବାହାରି ନଥିଲି, ଝଙ୍କାରରେ 66 ମୋର ଆଚ୍ଛା ବାହାରିଲା। ସେଠୁ ମହତାବ ମତେ କହିଲେ ଝଙ୍କାର ପାଇଁ ପ୍ରବନ୍ଧ ଲେଖିଛୁ। ପ୍ରବନ୍ଧ ସାହିତ୍ୟ ହଉଛି, ତ ଆଉ ଗଳ୍ପ କବିତା ଲେଖିନି, ଏଗୁଡ଼ା କଳ୍ପନାଧିକ ସାହିତ୍ୟ। ମହତାବ ମତେ ମନା କଲେ ଯେ ତୁମେ ଜମା ତୁ ପୁଅ ତୋର ପ୍ରଜ୍ଞାବାନ ପିଲା, ତୁ ଗଳ୍ପ କବିତା ଛାଡ଼ିଦେ। ଗବେଷକ ଗଳ୍ପ ଆଡକୁ କେବେ? କବିତା ଦି ପ୍ରକାର ସାହିତ୍ୟ, କଳ୍ପନା ଭିତ୍ତିକ ସାହିତ୍ୟ, ଜ୍ଞାନ ଭିତ୍ତିକ ସାହିତ୍ୟ। ଜ୍ଞାନ ଭିତ୍ତିକ ସାହିତ୍ୟ ହଉଛି ପ୍ରବନ୍ଧ, ସନ୍ଦର୍ଭ, ଏଗୁଡା ହଉଛି ଜ୍ଞାନ ଭିତ୍ତିକ। ତୋର ଜ୍ଞାନ ଭିତ୍ତିକ ସାହିତ୍ୟଟା ଭଲ ହଉଛି। ଆମେ ଗୋଟେ କ୍ୱେଶ୍ଚିନ୍ କଥା ହଉଥିଲେ ଅଧାରେ ରହିଗଲେ। ଆପଣଙ୍କର ବହୁତ ଗୁଡିଏ ସୃଜନିକା ସ୍କୁଲ ଆଉ କଲେଜରେ ପଢା ହଉଛି, ସେ ବିଷୟରେ କିଛି କୁହନ୍ତୁ। ହଁ ମୁଁ କହୁଛି। ତାପରେ ମୁଁ ପର୍ଟିକୁଲାର ଯେତେବେଳେ ରେଭେନ୍ସାରେ ପଢୁଥିଲି, ମୁଁ ଭାଷା ବିଜ୍ଞାନ ଚାହିଁଲି ଶିଖିବାକୁ। ଭାଷା ବିଜ୍ଞାନ ମତେ ଶିଖେଇଲେ କିଏ? ଗୋଲଖ ବିହାରୀ ଧଳ, ଶ୍ରୀନିବାସ ମିଶ୍ର, ବେଣୀମାଧବ ପାଢୀ, ଆଚ୍ଛା ଏଇ ତିନିହାଙ୍କ ମୋର ଶିଖେଇଲେ। ତାପରେ ଯେତେବେଳେ ଗଲି ବାଣୀବିହାର, ପାଲି ପ୍ରାକୃତ ମୁଁ ଶିଖିଲି ପ୍ରହ୍ଲାଦ ପ୍ରଧାନଠୁ। ଆଚ୍ଛା ତାପରେ ଚାହିଁଲି ଜଗନ୍ନାଥ ସଂସ୍କୃତିରେ କିଛି କାମ କରିବି। ଜଗନ୍ନାଥ ସଂସ୍କୃତି ମତେ ପ୍ରଥମେ ଅଧ୍ୟାପକ ଜୟକୃଷ୍ଣ ମିଶ୍ର ଶିଖେଇଥିଲେ। ତାପରେ କାହ୍ନୁଚରଣ ମିଶ୍ରଙ୍କ କତିକି ଗଲି, ମୁଁ କହିଲି ଅଜା ମତେ ଶିଖା। ସେ କହିଲେ ମୁଁ ବୁଢା ହେଇଗଲିଣି, ସେ ଗୋପୀ ଅଣ୍ଡରରେ ଶିଖି। ଗୋପୀ ଅଣ୍ଡରରେ ମୁଁ କାମ କଲି। ଗୋପୀନାଥ ମହାପାତ୍ର ଏପର୍ଯ୍ୟନ୍ତ ଗୋପୀନାଥ ମହାପାତ୍ର। ବଞ୍ଚିଛନ୍ତି, ସଂସ୍କୃତ ପ୍ରଫେସର ଥିଲେ। ତା ପରବର୍ତ୍ତୀ କାଳରେ ବାଇଚାନ୍ସଲର ବି ଥିଲେ। ତାଙ୍କ ଅଣ୍ଡରରେ ମୁଁ ଜଗନ୍ନାଥ ସଂସ୍କୃତିରେ କାମ କଲି। କିନ୍ତୁ ଭାଷା ଉପରେ ମୋର ଭାରି ଇଚ୍ଛା ଥାଏ ଭାଷା ଉପରେ କାମ କରିବି। ସେଠୁ ବହି, ପ୍ରଥମେ ବହି ଉପନିଷଦ ଉପରେ ଗୋଟେ ରଚନାମୃତ ଦେଖିଲି, ଯୋଉଟା ଗ୍ରନ୍ଥ ମନ୍ଦିର ଅଭିରାମ ମହାପାତ୍ର ବାହାର କଲେ। ତାପରେ ନୁରି ମିଶ୍ର ମୋର ବହି ପବ୍ଲିକେସନ, ନୁରି ମିଶ୍ର 2 ଖଣ୍ଡ ବହି ବାହାର କଲେ। ଇନ୍ ଦି ମିନ୍ ଟାଇମ୍ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଚାହିଁଲା ଯେ କପିଳାସ ଉପରେ, ଜଗନ୍ନାଥ ଉପରେ ଯୋଡେ ବହି ବାହାର କରିବାକୁ। ଆଚ୍ଛା ଜଗନ୍ନାଥ ଉପରେ ମତେ ଦିଆହେଲାନି, ମୁଁ କମ ବୟସ୍କ ବୋଲି ଆଉ ଜଣଙ୍କୁ ଦିଆହେଲା, ସେ ବହି ଖାରଜ ହେଇଗଲା। କିନ୍ତୁ କପିଳାସ ଉପରେ ମୁଁ ଯୋଉ ବହିଟି ଲେଖିଲି, ଅଜିତ ପାଞ୍ଜା ଥାନ୍ତି ସୂଚନା ପ୍ରସାରଣ ମନ୍ତ୍ରୀ, ସେ ଚାହିଁଲେ କପିଳାସ ଠାକୁରଙ୍କ ପାଖରେ ସେ 3 ଦିନ ଅଭିଷେକ କରିଥିଲେ। ସେ ଚାହିଁଲେ ନହେଲେ କପିଳାସଟା ଇନକ୍ଲୁଡ ହେଇଯାଇଥାନ୍ତା। କପିଳାସ ଉପରେ ବହି ଖଣ୍ଡେ ଲେଖିଲି। ଯାହା ହଉ ସେ ମିନିଷ୍ଟର ପଳେଇଲା ପରେ 95ରେ ସେ ବହିଟି ଭାରତ ସରକାର ଛପେଇଲା। ଆଚ୍ଛା ସେଠୁ ମୁଁ ବେଶୀ ହାଇଲାଇଟ୍ ହେଇଲି। ହାଇଲାଇଟ୍ ହେଲା ପରେ ମୋ ଧାରଣା ଯେ ଅଧ୍ୟାପକ ମାନେ ପାଠ୍ୟପୁସ୍ତକ ଲେଖିବେ। ସେତେବେଳକୁ ମୁଁ 6-7 ଖଣ୍ଡ ବହି ବାହାରିଲାଣି। ଦିନେ ହରପ୍ରସାଦ ପରିଛା ପଟ୍ଟନାୟକ ଡାଇରେକ୍ଟର ଥାନ୍ତି ପାଠ୍ୟପୁସ୍ତକ। ମୁଁ ବାଣୀବିହାରରେ ସଂସ୍କୃତ ବିଭାଗକୁ ଯାଇଥିଲି। ମତେ କହିଲେ ଭାଇନା, ମୁଁ କ୍ଲାସମେଟ୍ ସେ ଇଂଲିଶ ଅନର୍ସ ନେଇ ପଢୁଥିଲେ। ତାପରେ ଇଂଲିଶରେ ଅଧ୍ୟାପକ ବି ଥିଲେ, ଭଲ କବି, ସୁକବି ହରପ୍ରସାଦ ପରିଛା ପଟ୍ଟନାୟକ। କହିଲେ ଆପଣ ପାଠ୍ୟପୁସ୍ତକ ବହି ଦଉନାହାନ୍ତି। ମୁଁ ଅଧ୍ୟାପକ ନୁହେଁ। ଅଧ୍ୟାପକ ନାହିଁ, ଆପଣ ରିସର୍ଚ୍ଚ ସ୍କଲାର, ଆପଣ ଗୋପୀନାଥ ମହାପାତ୍ର ଅଣ୍ଡରରେ ରିସର୍ଚ୍ଚ କରିଛନ୍ତି, ଆପଣ ଦେଇପାରିବେ। ପ୍ରଥମେ ପୁରୁଷୋତ୍ତମ ଜଗନ୍ନାଥଙ୍କୁ ଦେଲି ପାଠ୍ୟପୁସ୍ତକ ପ୍ରଣୟନ ସଂସ୍ଥାରେ ଛପା। ଆଚ୍ଛା ତାପରେ ଓଡ଼ିଆ ଭାଷା ଜାତି ଜାତୀୟତା ଗୋଟେ ବହି ଦେଲି, ସେକେଣ୍ଡ ବହି। ତାପରେ ସେଠୁ ଅମୀୟ ପଟ୍ଟନାୟକ ଥିଲେ ଯେତେବେଳେ ବିସି ଏଠି ସଂସ୍କୃତି ବିଶ୍ୱବିଦ୍ୟାଳୟ, ସଂସ୍କୃତି ବିଶ୍ୱବିଦ୍ୟାଳୟ ସର୍ଦ୍ଦାର ପଟେଲ ଭବନ ପୁରୁଣା ବସଷ୍ଟାଣ୍ଡରେ ହଉଥିଲା, ଯାଇନଥିଲା ମଦନ। ସେ ମତେ କହିଲେ ତନ୍ତ୍ର ଆମର ଓଡ଼ିଶାର ତନ୍ତ୍ରଧାରା ଉପରେ କେହି ଲେଖୁନାହାନ୍ତି। ତାପରେ ଥାର୍ଡ ବହି ଲେଖିଲି ଓଡ଼ିଶାର ତନ୍ତ୍ରଧାରା। ତନ୍ତ୍ରଧାରା ବହିଟି ପବ୍ଲିକେସନ ହେଲା ପାଠ୍ୟପୁସ୍ତକ ପ୍ରଣୟନ ସଂସ୍ଥା। 3ଟା ବହି ପବ୍ଲିକେସନ ହେଇଗଲା।
ଆପଣ ତ ପାଠ୍ୟ ପୁସ୍ତକ ପାଇଁ ଲେଖିଲେ କିନ୍ତୁ ସାଧାରଣ ଯୁବଗୋଷ୍ଠୀ ପାଇଁ କିଛି ଲେଖିଛନ୍ତି ଯେମିତି ଜଗନ୍ନାଥ ସଂସ୍କୃତି ପାଇଁ ଆପଣଙ୍କର ବହି ଗୁଡିକ ବେଶ ଆଦୃତ ହେଇଛି କିନ୍ତୁ ସାଧାରଣ ଯୋଉ ଆମର ପାଠକ ଅଛନ୍ତି ତାଙ୍କ ପାଇଁ କିଛି ବହି ଲେଖିଛନ୍ତି? ହଁ, ଓଡ଼ିଆ ଅସ୍ମିତା ଉପରେ ପ୍ରଥମେ ମୁଁ ଲେଖିଲି ମୋ ଦୃଷ୍ଟିରେ ଓଡ଼ିଶା, ଯୋଉଟା ଇଏ କଟକ ଷ୍ଟୁଡେଣ୍ଟସ ନୁରି ମିଶ୍ର ବାହାର କଲେ। ଏବଂ ତାପରେ ଲେଖିଲି ଭାରତୀୟ ଧର୍ମ ଓ ସଂସ୍କୃତି। ଭାରତ ଧର୍ମ ସଂସ୍କୃତି କଣ ଲୋକ ଜାଣୁନାହାନ୍ତି। ନାଇଁ ଏ ତ ଗଲା ଧର୍ମ ଆଉ ସଂସ୍କୃତି ଉପରେ, କିନ୍ତୁ ବାହାରିଲା ତାପରେ ଭାଷା ଉପରେ ମୁଁ ସଂସ୍କୃତ ଯୋଉ ବିଦ୍ୱାନ, ଜଣେ ସଂସ୍କୃତ ବିଦ୍ୱାନ ନହେଲେ ଭାଷା ଉପରେ ପ୍ରବେଶ କରିପାରିବନି। କାରଣ ଭାଷା ବିଜ୍ଞାନରେ ଜ୍ଞାନୀ ହବାକୁ ଦରକାର କଣ ନା ପାଣିନି ଅଷ୍ଟାଧ୍ୟାୟୀ, ପତଞ୍ଜଳିଙ୍କ ମହାଭାଷ୍ୟ, ଭର୍ତ୍ତୃହରିଙ୍କ ବାକ୍ୟ ପଦ୍ୟ, ଏଥିରେ ମାଷ୍ଟର ଜଣେ ନହେଲେ ଭାଷା ବିଜ୍ଞାନ ଉପରେ ଲେଖିପାରିବେନି। ଯେତେବେଳେ ଭାରତ ସରକାର ନୋଟିଫିକେସନ କଲେ ମୁଁ ପ୍ରଥମେ ସମାଜ, ସମ୍ବାଦ, ଅନ୍ୟାନ୍ୟ ପତ୍ରିକାରେ ଲେଖିଲି। ସେଠୁ କେଦାରନାଥ ଗବେଷଣା ପରିଷଦରେ ଗୋଟେ ଅଧିବେଶନ କରାହେଲା ଓଡ଼ିଆ ଭାଷାର ପ୍ରାଚୀନତା। ସେ ପ୍ରବନ୍ଧ ମୁଁ ଲିପି ଯାତ୍ରିକ ଦୃଷ୍ଟିକୋଣରୁ ଓଡ଼ିଆ ଭାଷାର ପ୍ରାଚୀନତା ସେମାନେ ତ ଛପେଇଲେ, ତାକୁ ଏକାଡେମୀ କୋଣାର୍କରେ ଛପେଇଲା, ସମ୍ବଲପୁର ୟୁନିଭର୍ସିଟି ସପ୍ତର୍ଷି ଛପେଇଲା ଏବଂ ବିଭିନ୍ନ ପତ୍ରିକା ସେଇଟାକୁ ଛପେଇଲେ। ତାମାନେ ଓଡ଼ିଆ ଭାଷାର ଆମର ଯୋଉ ଶାସ୍ତ୍ରୀୟ ମାନ୍ୟତା ପାଇଲା ତାର ପ୍ରଚ୍ଛଦ ପଟରେ ଆପଣଙ୍କର ହାତ ଅଛି। ହଁ, ସେଇ ଜଗନ୍ନାଥଙ୍କ କରୁଣା। ନାଇଁ, ମୁଁ ଓଡ଼ିଆ ଭାଷାର ଶାସ୍ତ୍ରୀୟ ବହୁତ ପ୍ରବନ୍ଧ ଲେଖିଲି। ଗୋଟେ ପ୍ରଫେସର ଖଗେଶ୍ୱର ମହାପାତ୍ର କହିଲେ ଥେସିସ୍ ଭଳିଆ ଗୋଟେ ଲେଖ, କିନ୍ତୁ ଥେସିସ୍ କରନି। ରେଜିଷ୍ଟ୍ରି କରିକିରି ୟୁନିଭର୍ସିଟିରେ ଥେସିସ୍ କଲେ ପାଠ୍ୟପୁସ୍ତକ ଛପେଇବନି। ପାଠ୍ୟପୁସ୍ତକ ନ ଛପେଇଲେ ବହିଟା 100 ଟଙ୍କା ଦାମ ଭିତରେ ଛାତ୍ରଛାତ୍ରୀ ପାଇବେ, ଗବେଷକ ଗବେଷିକା ପାଇବେ, ଅନ୍ୟାନ୍ୟ ପାଇବେ। ବହୁତ ଜଣ ହୁଏତ ଜାଣିନଥିବେ କିମ୍ବା ଜାଣିବି ଥିବେ ଆମରି ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପଛରେ ଡକ୍ଟର ମିଶ୍ରଙ୍କର ଅନେକ ଅବଦାନ ରହିଛି। ଚାଲନ୍ତୁ ତାଙ୍କଠୁ ଶୁଣିବା କଣ ସେ ଥିଲା ସେ ଯାତ୍ରା ଆଉ କିପରି ଥିଲା ସେ ଯାତ୍ରା। ସାର୍ ଟିକେ ସେ ବିଷୟରେ ଆମକୁ କୁହନ୍ତୁ। ଭାରତ ସରକାର ଯୋଉ 4ଟା କ୍ରାଇଟେରିଆ କଲେ ଭାଷା ବିଜ୍ଞାନ ଆଧାରିତ, ପ୍ରଥମ କ୍ରାଇଟେରିଆ ଯେ ଗୋଟେ ଭାଷାଭାଷୀ ଜାତିର ଐତିହ୍ୟ, ପ୍ରାମାଣିକ ଐତିହ୍ୟପୂର୍ଣ୍ଣ ଇତିହାସ ଥିବ। ତେଣୁ ଆମ ଭାଷାଭାଷୀ ଓଡ଼ିଆ ଜାତିର ଇତିହାସ, ଆମର ତ ଇତିହାସ ଧରା ହଉଛି ଖ୍ରୀଷ୍ଟପୂର୍ବ 6ଠ ଶତାବ୍ଦୀରୁ, ତା ପୂର୍ବର ଇତିହାସ ଧରା ହଉଛି। ଖ୍ରୀଷ୍ଟପୂର୍ବ 6ଠ ଶତାବ୍ଦୀରେ ପ୍ରଥମେ ତପସ୍ୱ ଭଲ୍ଲିକ ସେ ଆସିକିରି ଓଡ଼ିଆ ଭାଷା ଉପରେ ଗୋଟେ ଶିଳାଲେଖ ଲେଖିଲେ। ବ୍ରାହ୍ମୀ ଲିପିରେ ଓଡ଼ିଆ ଭାଷା କେମିତି ଅଛି ଏପର୍ଯ୍ୟନ୍ତ ସେଇ ଶିଳାଲେଖଟା କେଶ ସ୍ତୂପ, ଏହା ତାରାପୁର କତିରେ, ଧର୍ମଶାଳା କତିରେ ତାରାପୁରରେ ଏନ୍ଏଚକୁ ଲାଗିଛି। ତାକୁ ପାଠ କରିଛନ୍ତି ତାଙ୍କର ଜଣେ ଲିପିତତ୍ତ୍ୱବିତ୍। ଏଇଟା ଫାର୍ଷ୍ଟ କ୍ରାଇଟେରିଆ, ଏଇଟା ହେଲା ଭାଷାର ପ୍ରାଚୀନତା। ଦ୍ୱିତୀୟ ହେଲା ଯେ ସେଇ ଭାଷାଭାଷୀର ଉନ୍ନତ ସାହିତ୍ୟ ଥିବ। ଆମର ଉନ୍ନତ ସାହିତ୍ୟ ହଉଛି ଚର୍ଯା ଗୀତି ଗୁଡ଼ା। ଏବଂ ତୃତୀୟଟା ହଉଛି ସେ ଭାଷାର କବି କବିଦ ବୃନ୍ଦ ଅନ୍ୟ ଭାଷାରୁ ଅନୁକରଣ କରିନଥିବେ। ଆମ ଚର୍ଯା ଗୀତି ଯୋଉମାନେ ଲେଖିଲେ ଅନ୍ୟ ଭାଷାକୁ ଅନୁକରଣ କରିନଥିଲେ, କାହିଁକିନା ସଂସ୍କୃତ ବ୍ୟତୀତ ଅନ୍ୟ କୌଣସି ଭାଷାର ଗୀତି କବିତା ଏପର୍ଯ୍ୟନ୍ତ ଲେଖା ହେଇନଥିଲା। ଏସବୁ କ୍ରାଇଟେରିଆ ଥିଲା। ତେଣୁ ଏଇଟା ମୌଳିକ। ଚତୁର୍ଥଟା ହଉଛି ସେ ଭାଷାର ପ୍ରାଚୀନ ରୂପ ଆଧୁନିକ ରୂପ ମଧ୍ୟରେ କୌଣସି ସମାନତା ନଥିବ। କାହିଁକିନା ଗୋଟେ ଭାଷା ନଦୀ ସହିତ ସମାନ। ଋଗ୍ବେଦରେ 5ମ ମଣ୍ଡଳରେ କୁହାଯାଇଛି ଭାଷାର ଡେଫିନେସନ ସମ୍ୟକ ସ୍ରବନ୍ତୀ ଥରିତ ନଧେନୁ ଅନ୍ତର୍ଭୁତା ପୁୟମାନା। ଗୋଟେ ନଦୀ ନିରନ୍ତର ପ୍ରବାହମାନ ଧାରାରେ ଯେମିତି ଆବିଳ ଜଳକୁ ପରିହାର କରି ଅନାବିଳ ଜଳରେ ପରିପୂର୍ଣ୍ଣ ହେଇଯାଏ, ଗୋଟେ ଭାଷା ସୁଦୀର୍ଘ ପାରମ୍ପରିକ ପ୍ରବାହରେ ଅରୁଚିକର ଭାଷା ବିଭାଗକୁ ପରିହାର କରିକି ନୂତନ ଭାଷା ବିଭାଗ ଗ୍ରହଣ କରେ। ତେଣୁ ନୂତନ ଭାଷା ବିଭାଗ, ପ୍ରାଚୀନ ଭାଷା ବିଭାଗ, ୟା ଭିତରେ ସାମଞ୍ଜସ୍ୟ ରହେନି। ଏଇ 4ଟାକୁ ବେଶ କରି ମୁଁ ଲେଖିଲି ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା। ସେ ଓଡ଼ିଆ ଶାସ୍ତ୍ରୀୟ ଭାଷାରେ ଯୋଡ଼େ ଭୁଲ ଥିଲା, ତାକୁ ଖଗେଶ୍ୱର ମହାପାତ୍ର, ପ୍ରଫେସର ଖଗେଶ୍ୱର ମହାପାତ୍ର ସଂଶୋଧନ କରିଦେଲେ। ମୁଁ ପାଠ୍ୟପୁସ୍ତକ ଚାହିଁଥିଲେ ପ୍ରାଇଭେଟ ପ୍ରକାଶକ 300 ପୃଷ୍ଠାର ବହି ତା କ୍ରାଉନ୍ ସାଇଜ, ସେମାନେ 600 ପୃଷ୍ଠା କରିବେ, ଡିମାଇଲ ସାଇଜ କରି 500 ଟଙ୍କା ଦାମ କରିବେ, ଲୋକ ପାଇବେନି। ତେଣୁ ପାଠ୍ୟପୁସ୍ତକ ପ୍ରଣୟନ ସଂସ୍ଥାକୁ ଦେଲି। ଏ ପର୍ଯ୍ୟନ୍ତ ଓଡ଼ିଶା ସରକାର ଚିନ୍ତା କରିନାହାନ୍ତି ଶାସ୍ତ୍ରୀୟ ଭାଷା କଥା। ମୁଁ 11 ଡିସେମ୍ବରରେ ଦେଲି, ଅବଶ୍ୟ ବହିଟା ବାହାରିଲା 13 ଜାନୁଆରୀ। ଏଇଟା ଆପଣ ଦେଲେ 2011 ଡିସେମ୍ବରରେ। କିନ୍ତୁ ସେ ପୁଣି ରିଭ୍ୟୁ ହବାକୁ ଗଲା ରତ୍ନାକର ଚନିଙ୍କ କତିକି। ଜଣେ ପ୍ରଫେସର ରିଭ୍ୟୁ କରିବେ। ରିଭ୍ୟୁ କଲା ପରେ ଯେତେବେଳେ ବାହାରିଲା ପାଠ୍ୟପୁସ୍ତକ ପ୍ରଣୟନ ସଂସ୍ଥା 13
ଜାନୁଆରୀରେ କଲେ 13 ଫେବୃଆରୀରେ ଗୋଟେ କମିଟି ଗଢ଼ିଲେ ସାତକୋଟି ହୋତା ଆଚ୍ଛା ଯାଇକିରି ମୁଖ୍ୟମନ୍ତ୍ରୀ କି ନବୀନ ପଟ୍ଟନାୟକ କହି ଗୋଟେ କମିଟି ଗଢ଼ିଲେ ଯୋଉ କମିଟିରେ ହେଡ୍ ରହିଲେ ଚେୟାରମ୍ୟାନ୍ ରହିଲେ ଅମେୟ ପଟ୍ଟନାୟକ ଭିସି ଆଚ୍ଛା ଅନ୍ୟ ଲୋକ କହୁଥିଲେ ଆମେ କରିଛୁ ଅମେୟ ପଟ୍ଟନାୟକ ଏପର୍ଯ୍ୟନ୍ତ ବଞ୍ଚିଛନ୍ତି ଯିଏ ଭାଇସ୍ ଚାନ୍ସେଲର ଥିଲେ ତାଙ୍କ ଅଣ୍ଡରରେ ଆମେ କାମ କରୁ ସ୍ପେଶାଲ ମେମ୍ବର ଭାବରେ ମୋତେ ନିଆହେଲା ଆଚ୍ଛା ଏବଂ ଚିଠି ଦେଲେ ଏବେ ଆପଣ ସ୍ପେଶାଲ ମେମ୍ବର ଆପଣଙ୍କୁ ରଖାହେଲା ଆପଣ ପୂର୍ଣ୍ଣାଙ୍ଗ ତଥ୍ୟ ମୋତେ ଚିଠି ଦେଇଛନ୍ତି ମୁଁ ଲେଖିଛି ଏ କଥା ଆଚ୍ଛା ଚିଠି ଦେଇଛନ୍ତି ପୂର୍ଣ୍ଣାଙ୍ଗ ତଥ୍ୟ ଦେଲେ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆକୁ ପଡ଼ିଯିବ ଆଚ୍ଛା ମୁଁ ପୂର୍ଣ୍ଣାଙ୍ଗ ତଥ୍ୟ ଇତିହାସ ହିସାବ ଦେଇଦେଲି ଇତିହାସ ଯୋଉଟା ଛପା କରିଥିଲେ ହେଇଥିଲା, ଯୋଉଟା ସେଇଟା ତାଙ୍କୁ ଦେଇଦେଲି ଏଣେ ପାଠ୍ୟପୁସ୍ତକ ଦେଇଛି ପାଠ୍ୟପୁସ୍ତକ ବାହାର 15 ଦିନ ଭିତରେ ବାହାର କରିଦେଲା ୟାଙ୍କୁ ଦବାର ଇଏ ସବୁ ରେଗୁଲାର କରି ତାକୁ ଇଂଲିଶ କଲେବି ଇଂଲିଶ କରିବାକୁ ରାଜକିଶୋର ମିଶ୍ର ଆଉ ଯତୀନ ନାୟକ ଏଇ ଦୁହାଙ୍କୁ ଦିଆହେଲା ଇଂଲିଶ ଟିକେ ଲେଟ୍ କଲେ ଲେଟ୍ କରିକିରି ସେ ବାହାରିଲାକୁ ମୋ ବହି ବାହାରି ପଡ଼ିଲା ଆଚ୍ଛା ଯେମିତି ବାହାରିଲା ସ୍ମରପ୍ରିୟା ମିଶ୍ର ଥିଲେ ହିନ୍ଦୀ ପ୍ରଫେସର ରେଭେନ୍ସା ସେ ତାକୁ ହିନ୍ଦୀ ଅନୁବାଦ କରିଦେଲେ ଆଚ୍ଛା ଦିଲ୍ଲୀରେ ଗୋଟେ ସଂସ୍ଥା ବାହାର କରିଦେଲା ହିନ୍ଦୀ ବହିଟା ତଥା ଆମ ଶାସ୍ତ୍ରୀୟ ଭାଷା ରିପୋର୍ଟ ଯାଉ ଗଲାବେଳକୁ ମୋର ଓଡ଼ିଆ ହିନ୍ଦୀରେ ବାହାରି ପଡ଼ିଲାଣି ମୁଁ ଲୋକପ୍ରିୟ ହେଇସାରିଛି ଆଚ୍ଛା ଏବଂ ଶାସ୍ତ୍ରୀୟ ଭାଷା ଲାଗି ମୁଁ 5 ଲକ୍ଷ ଟଙ୍କା ଆୱାର୍ଡ ପାଇଲି ଯେତେବେଳେ ଜଣେ ପ୍ରାଧ୍ୟାପକ ଗୋଟେ ହାଇକୋର୍ଟ କଲେ ଆଚ୍ଛା ଯେ ସେ ଅଧ୍ୟାପକ ନୁହନ୍ତି ସେ କାହିଁ ପାଇଲେ କାରଣ ଏମାନେ ଡିକ୍ଲେୟାର କରିଥିଲେ ଆମେ କରିଛୁ ବୋଲି କିନ୍ତୁ ମୁଁ ଆୱାର୍ଡ ପାଇଲି ରାଷ୍ଟ୍ରପତିଙ୍କଠୁ 5 ଲକ୍ଷ ଆୱାର୍ଡ 19 ମସିହାରେ ସେ ଆୱାର୍ଡଟା ମିଳିଲା ଏ ହାଇକୋର୍ଟ କଲେ ହାଇକୋର୍ଟରେ ହାରିଲେ ସୁପ୍ରିମକୋର୍ଟରେ ହାରିଲେ ମୁଁ ଆୱାର୍ଡ ପାଇଲି ମୁଁ ତ ଆୱାର୍ଡ ପାଇଲି ଆଉ ସେକେଣ୍ଡ ଆୱାର୍ଡ ଓଡ଼ିଶା ଆଣିନି ଏପର୍ଯ୍ୟନ୍ତ ଶାସ୍ତ୍ରୀୟ ଭାଷା ପାଇଁ ପ୍ରତିବର୍ଷ 5 ଲକ୍ଷ ଟଙ୍କା ଆୱାର୍ଡ ସେକେଣ୍ଡ ଆୱାର୍ଡ ଓଡ଼ିଆ ଜାତିର କେହି ପାଇନାହାନ୍ତି ଯାହା 18 ମସିହାରେ ମୁଁ 19 ମସିହାରେ ଆଣିଲି ଇଏ ହେଲା ଶାସ୍ତ୍ରୀୟ ଭାଷାର ହିଷ୍ଟ୍ରି ଯେତେବେଳେ ଏଇ ଶାସ୍ତ୍ରୀୟ ଭାଷାଟା ଆମ ଶାସ୍ତ୍ରୀୟ ଡିକ୍ଟେସନ 14 2014 2013 ଜାନୁଆରୀରେ ମୋ ବହି ବାହାରି ଆଚ୍ଛା ଏବଂ ହିନ୍ଦୀ ବହି ଓଡ଼ିଆ ବହି ଦିଟା ଯୋଉଟା ଆପଣ ପାଠ୍ୟପୁସ୍ତକ ପାଇଁ ଲେଖିଥିଲେ ହଁ ପାଠ୍ୟପୁସ୍ତକ ଛପେଇଲା ତ ସେଟା ପବ୍ଲିକ କିଣିଲେ ଆପଣ ଯୋଉ କହୁଥିଲେ ଯେ ଖାଲି ଛାତ୍ରଛାତ୍ରୀ ଅଧ୍ୟାପକା ଗବେଷକ ଗବେଷିକା ପ୍ଲସ୍ ପବ୍ଲିକ କିଣିଲେ ସେ ବହି ଦ୍ୱିତୀୟ ସଂସ୍କରଣ ବି ହେଲା ଯେ ଆପଣ କେବଳ ଜଗନ୍ନାଥ ସଂସ୍କୃତି ଆଉ ଏବଂ ଓଡ଼ିଆ ଭାଷା ଉପରେ ଲେଖିଛନ୍ତି ଓଡ଼ିଆ ଭାଷା ସଂସ୍କୃତି ଉପରେ କେବେ ଭାବି ନାହାନ୍ତି ଯେ ଗୋଟେ ସାଧାରଣ ପାଠକ ପାଇଁ ପ୍ରେମ ପ୍ରସଙ୍ଗ ହଉ କିମ୍ବା ସାଧାରଣ ଜୀବନ ଯାତ୍ରାର ପ୍ରସଙ୍ଗ ଉପରେ କିଛି ଲେଖିବା ପାଇଁ ନା ମୁଁ ସେମିତି ଭାବିନି କାରଣ ସାହିତ୍ୟ ଅର୍ଥ ମୁଁ ବୁଝିଛି ସାହିତ୍ୟ ହଉଛି ଗୋଟେ ଜିନିଷ ଯାହା ପାଠକକୁ ଆନନ୍ଦ ଦବ ବଢିଆ କଥାଟେ କହିଲେ ଆପଣ ଯେ ଆପଣ କାଳ୍ପନିକ ଚିନ୍ତାଧାରାକୁ ଏତେ ମହତ୍ଵ ନ ଦେଇ ବୌଦ୍ଧିକତାକୁ ମହତ୍ଵ ଦେଇ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛନ୍ତି ବହୁତ ବଢିଆ କଥାଟେ ଆପଣଙ୍କ ଗବେଷଣାର ମୁଖ୍ୟ କ୍ଷେତ୍ର ଭାବେ ଆପଣ ଲୋକ ସଂସ୍କୃତି ଆଉ ଜଗନ୍ନାଥ ସଂସ୍କୃତିକୁ ବାଛିବାର ମୁଖ୍ୟ କାରଣ କ'ଣ ଜଗନ୍ନାଥ ସଂସ୍କୃତି ହିଁ ପ୍ରକୃତରେ ଓଡ଼ିଶାର ସଂସ୍କୃତି ଜଗନ୍ନାଥ କେନ୍ଦ୍ର କନ୍ଦି ଓଡ଼ିଆ ଜାତିର ସଂସ୍କୃତି ଜନ୍ମିତ ବର୍ଦ୍ଧିତ ପଲ୍ଲବିତ ପୁଷ୍ପିତ ଏବଂ ସୁରକ୍ଷିତ ଜଗନ୍ନାଥ ସଂସ୍କୃତି କେବେ ଓଡ଼ିଆ ଛାଡ଼ିନି ଜନ୍ମଠୁ ମରଣ ପର୍ଯ୍ୟନ୍ତ ଓଡ଼ିଆ ଜାତି ଜଗନ୍ନାଥଙ୍କୁ କେବେ ଛାଡ଼ିନି ଜଗନ୍ନାଥଙ୍କୁ ଛାଡ଼ିକିରି ଓଡ଼ିଆ ଜାତିର ସ୍ଥିତି ନାହିଁ ଏଇଟା ମୋ ମୁଣ୍ଡରେ ଛୁଆଦିନୁ ପଶିଛି ମୋ ବାପା ମା ଜେଜେବାପା ଜାତି ପରିଜନ ଏଇଟା ମୋ ମୁଣ୍ଡକୁ ପୁରେଇଛନ୍ତି ବଢିଆ କଥାଟିଏ କହିଲେ ଆପଣ ଭାବୁନାହାନ୍ତି କି ଆଜିକାଲିର ପିଢ଼ି ଆଜିକାଲିର ଯୋଉ ସାହିତ୍ୟିକ ମାନେ ଆସୁଛନ୍ତି ସେମାନେ ଆମର ଲୋକ ସାହିତ୍ୟଠୁ ଦୂରେଇ ଯାଉଛନ୍ତି ନାଇଁ ସିଏ ଭାବୁଛନ୍ତି କିଛି ଗୋଟେ କବିତା କିଛି ଗୋଟେ ଗଳ୍ପ କିଛି ଗୋଟେ ଉପନ୍ୟାସ ଆମେ ଲେଖିକି ହାଇଲାଇଟ୍ ଯେମିତି କାଳ୍ପନିକ ସେ ସାହିତ୍ୟରେ ସାମାଜିକ ଚେତନାର ଉତ୍ତରଣ ଘଟିବାର ସାମର୍ଥ୍ୟ ନଥିଲେ ତାହା ସାହିତ୍ୟ ପଦବାଚ୍ୟ ହବନି ସେଟା ସେ ବୁଡି ଯାଉଛନ୍ତି ଆତ୍ମକଥାରେ ମରି ଯାଉଛନ୍ତି ମୋ ବାପା ଗୋଟେ କଥା ମତେ କହିଲେ ଯେତେବେଳେ ମୁଁ ଟିକେ ନାଁ କରିଗଲି ମତେ ଡାକିଲେ କହିଲେ ତୁ ଜଣେ ଆଧ୍ୟାତ୍ମିକ ସାଧକ ଏବଂ ସାରସ୍ୱତ ସାଧକ କାରଣ ଆଧ୍ୟାତ୍ମିକ ମୁଁ ରାମାୟଣ ଭାଗବତ ଜଗନ୍ନାଥ ସଂସ୍କୃତି ବେଦ ବେଦାନ୍ତ ଉପରେ ଭାଷଣ ଦଉଛି ଆଧ୍ୟାତ୍ମିକ ସାଧକ ଏବଂ ମୋର 20 ଖଣ୍ଡ ବହି ବାହାରିଲାଣି ବାପା ମଲା ବେଳକୁ ବର୍ତ୍ତମାନ ତ 40 ଖଣ୍ଡ ବହି ତେଣୁ ତୁ ସାରସ୍ୱତ ସାଧକ ଜଣେ ସାଧକର ସମ୍ପତ୍ତି କ'ଣ ମୁଁ ଜାଣିନି ନା ସାଧକର ସମ୍ପତ୍ତି ହେଉଛି ଚରିତ୍ର ତେଣୁ ଚରିତ୍ରବାନ ତ ସବୁବେଳେ ରହ ନହେଲେ ସାଧକ ବୋଲି ନିଜକୁ ପରିଚୟ ଦିଏ ଆପଣ ଜଣେ ସାହିତ୍ୟିକ ଜଣେ ଗବେଷକ ଜଣେ ପ୍ରବଚକ କିନ୍ତୁ ଆପଣଙ୍କ ଦୃଷ୍ଟିରେ ଆପଣଙ୍କର କେଉଁ ଭୂମିକାଟି ଆପଣଙ୍କୁ ଅତି ଭଲ ଲାଗେ
ମତେ ମୁଁ ଭାଷଣ ବି ଦିଏ, ସାହିତ୍ୟ ଉପରେ ଭାଷଣ ଦିଏ ଏବଂ ଇଏ ଜ୍ଞାନ ଉପରେ ଭାଷଣ ଦିଏ ଏବଂ ବେଶୀ ସାହିତ୍ୟ ସଭା ଅପେକ୍ଷା କଲେଜ ୟୁନିଭର୍ସିଟିକୁ ବେଶୀ ଯିବାକୁ ଭଲ ପାଏ। ଏବେ ବି ଯାଆନ୍ତି? ସେଠି ଛାତ୍ର ଯାଉଛି ପ୍ରତିବର୍ଷ 30-40ଟି କଲେଜ ୟୁନିଭର୍ସିଟି ଯାଉଛି, କାହିଁକିନା ସେଠି ଆମ ପରବର୍ତ୍ତୀ ପିଢି ପଢୁଛନ୍ତି ବହୁତ ବଢିଆ ଯୋଉମାନେ କଥାଟେ। ସାହିତ୍ୟ ଉପରେ ପାଇବେ, ଜ୍ଞାନ ପାଇବେ। ସାହିତ୍ୟର ବି ଜ୍ଞାନ ଅଛି, ସାହିତ୍ୟ ବି ଜ୍ଞାନ ଭିତ୍ତିକ ସାହିତ୍ୟ ଏବଂ ତାର ଏଇ ଯୋଉ ସାହିତ୍ୟ ସଭା ହଉଛି, ମୁଁ କିଛି କହୁନି, ଗୋଟେ କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ ହଉଥିଲା, ମୁଁ ଯାଇଥିଲି 7 ଜଣ ମଞ୍ଚରେ, ଜଣିଏ ପ୍ରବୀର ପଟ୍ଟନାୟକ ଯେ ଜାଗମରାରେ କରିଛନ୍ତି ଲାଇବ୍ରେରୀ ଆଉ ପଦ ସମ୍ଭବର ଗବେଷଣା କରିଛନ୍ତି, ଜଣିଏ ଶ୍ରୋତା। କିନ୍ତୁ ତା ଦିନ ଖବର କାଗଜରେ ବାହାରିଲା ବିରାଟ ସଭା ହେଇଥିଲା, ମୁଁ କହିଲି ମୁଁ ପ୍ରତ୍ୟକ୍ଷଦର୍ଶୀ ଜଣିଏ ଶ୍ରୋତା ଥିଲି। ଆପଣ ଭାବୁନାହାନ୍ତି କି ଆମର ଯୋଉ ସାହିତ୍ୟିକ ମାନେ ଅଛନ୍ତି ଓଡିଶାରେ, ତାଙ୍କ ଭିତରେ ନିଜର ମତଭେଦ ପାଇଁ ଏଇ ସବୁ ଜିନିଷ ଘଟୁଛି। ସେଥିରେ ଗୋଷ୍ଠୀବାଦ ଆଉ ପ୍ରତ୍ୟେକ ସାହିତ୍ୟ କହୁଛନ୍ତି ଆମେ ବଡ, ଆଉ କେହି ନୁହନ୍ତି। ସାହିତ୍ୟକରେ ସାନ ବଡ ନାହିଁ, ତୁଳସୀ ପତ୍ର ସାନ ବଡ କଣ, ଛୋଟ ତୁଳସୀ ପତ୍ର, ବଡ ତୁଳସୀ ପତ୍ର। ଖାଲି କଟକ ଭୁବନେଶ୍ୱରରେ ରହୁଥିବା ସାହିତ୍ୟକ ମାନେ ସାହିତ୍ୟକ, ମଫସଲରେ ରହୁଥିବା ସାହିତ୍ୟକ ନୁହନ୍ତି, ଧାରଣା ମୋ ମୁଣ୍ଡରେ ନାହିଁ। ସବୁ ସାହିତ୍ୟକ ସମାନ, ପ୍ରତ୍ୟେକ ସୃଜନଶୀଳତା ଅଛି। ଏସବୁ କେମିତି ଦୂରୀଭୂତ ହେବ ବୋଲି ଆପଣ ଦୂରୀଭୂତ ହେଇପାରିବନି। ମୁଁ ବହୁତ ଚେଷ୍ଟା କଲି, ମୁଁ ଜଣେ ସ୍ତମ୍ଭକାର ମଧ୍ୟ। ସମାଜ ଭଳିଆ ପତ୍ରିକାରେ ମୁଁ 60 ବର୍ଷ ସ୍ତମ୍ଭ ଦେଖିଲିଣି ଏବଂ ଗୋଟେ ପତ୍ରିକାର ଏଡିଟର ମୁଁ, ଦୈନିକ ପତ୍ରିକାର ଏଡିଟର ମୁଁ। ତେଣୁ ମୁଁ ବହୁତ ଚେଷ୍ଟା କରିଛି, ବହୁତ ଲେଖା ଦ୍ୱାରା କାହାର ଚରିତ୍ର ପରିବର୍ତ୍ତନ ହବ। ମୁଁ ଏଇଟା ବୁଝିଲି ଯେ ୟା ଦ୍ୱାରା ଆକ୍ରୋଶର ଶିକାର ହଉଛି। ଇଏ ଖାଲି ଲେଖୁଛି, ଇଏ ବହୁତ ପୁରସ୍କାର, ମୁଁ 300ରୁ ଅଧିକ ପୁରସ୍କାର ପାଇଲି। ପୁରସ୍କାରରୁ ମନେ ପଡିଲା, ଆପଣ ତ 315ରୁ ଅଧିକ ପୁରସ୍କାର ପାଇଛନ୍ତି। ଭାରତ ସରକାରଙ୍କ ଠାରୁ ଆପଣ ପଦ୍ମଶ୍ରୀ ଉପାଧି ବି ପାଇଛନ୍ତି। ପଦ୍ମଶ୍ରୀ ପାଇଲି। ଆଚ୍ଛା, ପଦ୍ମଶ୍ରୀ ତାକୁ ଡିସ୍ପ୍ୟୁଟ କଲେ। ପଦ୍ମଶ୍ରୀ ପାଇଥିଲେ କୋଉ ମସିହାରେ, କେମିତି କଣ, ସେ ବିଷୟରେ ଟିକେ କହିଦିଅନ୍ତୁ। ମୁଁ 21 ମସିହାରେ ପଦ୍ମଶ୍ରୀ ପାଇଁ 2021ରେ ପ୍ରଥମେ ଦରଖାସ୍ତ କଲି, ମୋର ଆଉ ହେଲାନି। ମୋ ଲାଗି ମତେ 8-10 ଜଣ ଦରଖାସ୍ତ କରିଥିଲେ। 22 ମସିହାରେ ଓଡ଼ିଶାରୁ 30 ଜଣ ମୋ ଲାଗି, ଓଡ଼ିଶା ବାହାରୁ ବି 10-12 ଜଣ କରିଥିଲେ। ମୁଁ ଦରଖାସ୍ତ କରିଥିଲି, ନମିନେସନ ଦେଇଥିଲି, କିନ୍ତୁ ହେଲାନି। ତାପରେ ମୁଁ ଦିଲ୍ଲୀ ଯାଇଥିଲି ଗୋଟେ ପ୍ରବଚନ ଦେବାକୁ। କରୋଲା ବାଗରେ ଗୋଟେ ମାର୍କଣ୍ଡ ମନ୍ଦିର ଅଛି, ସେଠି ଯାଇଥିଲି ଜଗନ୍ନାଥ ସଂସ୍କୃତି କହିବାକୁ। ନା ଜଗନ୍ନାଥ ସଂସ୍କୃତି ଓଡ଼ିଶା ବାହାରେ ମୁଁ ଜଣିଏ ଲୋକ ହିନ୍ଦୀରେ କହିପାରୁଛି, ଆଉ କେହି ଯାଇ କହୁନାହାନ୍ତି। ଖାଲି କଲିକତା, ଗୁଆହାଟୀ, ଅଗରତାଲା, ବର୍ଦ୍ଧମାନ, ଗୟା, ବୁଦ୍ଧଗୟା, ବାରାଣସୀ, ଏଲାହାବାଦ, ଲକ୍ଷ୍ନୌ, ଉଜ୍ଜୟିନୀ, ଦିଲ୍ଲୀ, ଗୋରଖପୁର, ବୈଶାଳୀ ମୁଁ ଯାଇ ସବୁ ମୁଁ କହିଲି କାହିଁକି 2 ବର୍ଷ ଦରଖାସ୍ତ କରୁଛି, ମୁଁ ତ କାମ କରିଛି, ଜଣେ ଫିଜିକାଲି ହ୍ୟାଣ୍ଡିକ୍ୟାପ୍, 10 ଖଣ୍ଡ ବହି ମୋର ପାଠ୍ୟପୁସ୍ତକ, ମୋର କାହିଁକି ହଉନି, ଗଲି ସେ ଡିପାର୍ଟମେଣ୍ଟ। ଦେଖିଲି ଯେ ମୋର ଫାଇନାଲ ଷ୍ଟେଜରେ ଥିଲା, ମୋ ନାଁ କାଟି ଦେଇକିରି ରଜତଙ୍କୁ ଦିଆହେଇଛି। ରଜତ ମୋର ଗୁରୁଜନ, ଯଦିଓ 3 ଖଣ୍ଡ ବହି ସେ ଲେଖିଛନ୍ତି, ମୁଁ 32-33 ବହି ଲେଖିଲି। ମୁଁ ଆଉ କିଛି ଅବଜେକ୍ସନ କରିଛି, ଚୁପଚାପ ପଳେଇ ଆସିଲି। 23 ମସିହାରେ ଯେତେବେଳେ 22 ମସିହାରେ ଦରଖାସ୍ତ, 23 ମସିହା ପାଇଁ ମୁଁ ବି ନମିନେସନ ଦେଲି, ମୋ ସାଙ୍ଗସାଥି ଦେଲେ। ପ୍ରଥମେ ଉମା ମିଶ୍ର ଯେ ଡାଇରେକ୍ଟର ଥିଲେ ଗଣମାଧ୍ୟମର, ସେ ସକାଳର ଏଡିଟର ଥାନ୍ତି, ସେ ମୋ ନାଁ ଦେଲେ। ଅଲେଖ ପଢ଼ିଆରୀ ଗୋଟେ IAS ଦେଲା, ଆଉ ଜଣେ ପ୍ରସନ୍ନ ଜେନା ବୋଲି IAS ଥିଲେ, ଆଉ ଜଣେ ବାବାଜୀ ଚରଣ ଦାସ IAS ଦେଲେ, ବହୁତ ପ୍ରଫେସର ବି ଦେଲେ। ଓଡ଼ିଶାର ମିନିମମ୍ 38 ଜଣ ଦେଲେ, ଓଡ଼ିଶା ବାହାରୁ ବି 17 ଜଣ ଦେଲେ, ଭାରତ ବାହାରୁ ବି 6 ଜଣ ଦେଲେ। ବୋଷ୍ଟନ, ନ୍ୟୁୟର୍କ, ସବୁ ଆମ ଓଡ଼ିଆ ମାନେ ଅଛନ୍ତି, କାନାଡା, ଏମାନେ ଦେଲେ। ସେତେବେଳକୁ କାନାଡାରେ ମୋର ଗୋଟେ ବହି ବାହାରିଲା, ଟରେଣ୍ଟୋ, ଶ୍ରୀ ଜଗନ୍ନାଥ ସ୍ୱାମୀ, କାନାଡାର ପ୍ରଭୁ, ଟରେଣ୍ଟୋର ପ୍ରଭୁ ପବ୍ଲିକେସନ ଛପେଇଛି। ତାର ମାଲିକ ଯିଏ, ତା ନାଁ ପ୍ରଶାନ୍ତ କୁମାର ଭୂୟାଁ, ସେ ପ୍ରଭୁ ପବ୍ଲିକେସନ କରିଲି ଟରେଣ୍ଟୋ। ସେଥିରୁ 22 ମସିହାରେ ମୋ ବହି ବାହାରିଲା। ସେମାନେ ସବୁ ଗ୍ରୁପ ଲାଗି 6 ଜଣ ଦେଲେ। ହଠାତ୍ କିଣି ଜାନୁଆରୀ 1 ଦିନ କଲେକ୍ଟର ଆସି ପହଞ୍ଚିଲେ ମୋ କତିରେ, ଜିଲ୍ଲାପାଳ। ଜାନୁଆରୀ 25ରେ ଡିକ୍ଲେୟାର ହୁଏ ପଦ୍ମଶ୍ରୀ। 2023 ମସିହା। ଇଏ ଶରତ ସେଠୀ କଲେକ୍ଟର ଥାନ୍ତି ନୀଳଗିରିର, ଗୋଟେ ଫୁଲ ତୋଳା ଧରି ଆସି ପହଞ୍ଚିଲେ। ମୁଁ କହିଲି ସେଠି ଆଉ କୁଆଡ଼େ ଆସିଲ, କ'ଣ ମତେ ଶୁଭେଚ୍ଛା ଜଣାଇବାକୁ ଆସିଲ?
ନା ନାଇଁ ଭାଇନା ଶୁଭେଚ୍ଛା ଜଣେଇବି ଆପଣ ପଦ୍ମଶ୍ରୀ ପାଇବେ। କାହିଁକି ନା ମୋ କତିକି ଆସିଛି 12 ଘଣ୍ଟା ଭିତରେ ଆପଣ ଇନକ୍ୱାରି ରିପୋର୍ଟ ଦେବାକୁ ଆପଣଙ୍କ ଆଚ୍ଛା। ବହି ଗୁଡା ବାହାର କରନ୍ତୁ। ଆଉ ଗୋଟେ ଝିଅଟି ପ୍ରିୟମଦା ବେହେରା ଯିଶୁ ଥାଏ ସେ ତାଙ୍କ ସାଙ୍ଗରେ ଆସିଛି ସେ କ୍ୟାମେରା ଫୋନ ଆଣିଛି ମୋ ବହି ଗୁଡା ସବୁ ଫଟୋ ନେଲେ ମାନପତ୍ରରୁ 100ଟା ଖଣ୍ଡେ ନେଲେ ଆଚ୍ଛା। ସେଥିରୁ ମୁଁ 250 ଖଣ୍ଡେ ମାନପତ୍ର ପାଇଲି 100ଟା ଖଣ୍ଡେ ନେଲେ ନେଇକରି ସେ ରିପୋର୍ଟ ଦେଲେ 2/1 ସେ ରିପୋର୍ଟ ଦେଲେ। ତାର ଦିନ ଏସପି ଆସିଲେ ଜ୍ଞାନ ମହାପାତ୍ର ଜ୍ଞାନ ମହାପାତ୍ର କହିଲେ କକେଇ ଆପଣଙ୍କର ଆସିଥିଲା ଇନକ୍ୱାରି ଆଉ କିଛି କେସ୍ ପେଣ୍ଡିଂ ନାହିଁ ଏ ଯେ ପାଏସ୍ ମ୍ୟାନ୍ ଅଫ୍ ଇଣ୍ଡିଆ ମୁଁ ଲେଖି ପଠେଇ ରିପୋର୍ଟ ଦେଇଛି। ଆଚ୍ଛା। ସେ ରିପୋର୍ଟ ମୁଁ ସଂଗ୍ରହ କରିନି କିନ୍ତୁ କଲେକ୍ଟର ରିପୋର୍ଟରୁ କଲେକ୍ଟର ମତେ ଗୋଟେ କପି ଦେଇଦେଲେ ଅନଅଫିସିଆଲ ମୁଁ ରଖିଛି ମୋ ଫୋନରେ ବି ରଖିଛି ଯେ ମୁଁ ଜାଣିଲି ଯେ ମୁଁ ପଦ୍ମଶ୍ରୀ ପାଇଛି କିନ୍ତୁ କାହାକୁ କିଛି କହିନଥିଲି। ଯାହା ହଉ ଏଇପାଳି ହେଲା ଠାକୁରଙ୍କୁ ଜଣେ 25 ତାରିଖ ଦିନ ପଦ୍ମବେଶ ଠାକୁରଙ୍କର ଆଚ୍ଛା। ପଦ୍ମବେଶ ଜଗନ୍ନାଥଙ୍କର ଜାନୁଆରୀ 25 23 ମସିହା ପଦ୍ମବେଶରେ ମୁଁ 300 ପଦ୍ମ ଫୁଲ ପଠେଇଥିଲି। ଜଣେ ମୋ ପଣ୍ଡିତ ଚିନ୍ତାମଣି ଦାସ ସେ ପଦ୍ମ ଫୁଲ ସଂଗ୍ରହ କରି 3000 4000 ପଦ୍ମ ଫୁଲ ନେଇକି କରନ୍ତି ଆଚ୍ଛା। ସେ ଯୋଗାନ୍ତି ଜଗନ୍ନାଥ ମନ୍ଦିରରେ। ମୁଁ ତ ସ୍ୱାଧୀନ ଜଗନ୍ନାଥ ପ୍ରାଣ ମୁଁ ଏଇ ଅଞ୍ଚଳରୁ 306ଟା ଫୁଲ ଗୋଟେ ମୋଟର ସାଇକେଲରେ ପଠେଇଥିଲି। ଯେତେବେଳେ 11ଟା ବେଳକୁ 11:30 ବେଳକୁ ମୁଁ ଦିଲ୍ଲୀରୁ ଫୋନ ପାଇଲି ଭାରି ଆନନ୍ଦରେ କୋଳିଲି ମୁଁ କହିଲି ଯାହା ହଉ ଜଗନ୍ନାଥ ଶୁଣିଲେ ଆଜି ପଦ୍ମବେଶ ହଉଛନ୍ତି ତାଙ୍କୁ ଫୋନ କଲି ଚିନ୍ତାମଣି ଦାସକୁ। ଚିନ୍ତାମଣି ଦାସ କହିଲେ ଆପଣଙ୍କ ନାଁରେ ଆମେ 3000 ଫୁଲ ଚଢେଇ କିଏ ନା ବୈଜ୍ଞାନିକ ଜିତେନ୍ଦ୍ର ମହାନ୍ତି ମୁଁ ଯାଉଛୁ ପୁରୀ ଆପଣ ତ ଆସିପାରିବେନି। ତାପରେ ସେ ଡିକ୍ଲେୟାର ହେଲା ପରେ ମତେ ଘେରିଗଲେ ଆସି ରାତି 2ଟା ପର୍ଯ୍ୟନ୍ତ ମୋ ପାଖେ ଟିଭି ବାଲା ସମ୍ବାଦପତ୍ର ବାଲା ରହିଲେ। ତାପରେ ପୁଅମାନେ ପୁଅ ଦି ପୁଅ ବଡ ପୁଅ ଛାଇଲେ ଅକ୍ଷରରେ ସାନ ପୁଅ କଲିକତାରେ କେହି ନଥାନ୍ତି ଏସପି ଏଥିରେ ପାର୍ଟି କଲେ କହିଲେ ସେ ଡାଇବେଟିସ୍ ପେସେଣ୍ଟ ବୁଢା ଲୋକ ତାଙ୍କୁ 2ଟା ପର୍ଯ୍ୟନ୍ତ ହଇରାଣ କଲେ ସେ ଗଲେ ତାର ଦିନ ମୁଁ ଶୁଣିଲି ଯେ ମୁଁ କେନ୍ଦ୍ର ସାହିତ୍ୟ କେନ୍ଦ୍ର ମେମ୍ବର ହେଇଛି। ଆଚ୍ଛା। ଏଠୁ ଗୌରହରି ଦାସ ମୁଁ ଆଉ ପ୍ରଫେସର ବିଜୟ ଶତପଥୀ ସାଙ୍ଗେ ସାଙ୍ଗେ ଗଲୁ ଦିଲ୍ଲୀ ଶପଥ ନେବାକୁ। ଯେମିତି ମିଟିଂ ସରିଲା 1ଟା ବେଳକୁ ଗଲି ନର୍ଥ ବ୍ଲକରେ ଗୃହ ମନ୍ତ୍ରାଳୟ ସେ ପିକେ ପାଣ୍ଡେ IAS ବର୍ତ୍ତମାନ ବି ଅଛନ୍ତି ପାଟନା ଲୋକ ତାଙ୍କୁ କହିଲି ମୁଁ ଆଜ୍ଞା ଏପାଳି କେମିତି ହେଲା ନା ଆପଣଙ୍କ ନାଁ ଯାହା ତ 38 ଜଣ ଓଡିଶାରୁ ପଠେଇଲେ 17 ଜଣ ଓଡିଶା ବାହାରକୁ ପଠେଇଲେ 6 ଜଣ ଭାରତ ବାହାରକୁ ପଠେଇଛନ୍ତି ବିଶ୍ୱଭୂଷଣ ହରିଚନ୍ଦନ ଆନ୍ଧ୍ର ଗଭର୍ଣ୍ଣର ଆପଣଙ୍କ ନାଁ ନମିନେସନ ଦେଇଛନ୍ତି ତେଣୁ କାହାର କାଟିବାକୁ ଶକ୍ତି ନାହିଁ। ଆପଣ ଭାବୁନାହାନ୍ତି କି ଓଡିଆ ଭାଷାକୁ ରାଷ୍ଟ୍ରୀୟ ମାନ୍ୟତା ଦେଇଥିବା ଲୋକକୁ ପଦ୍ମଶ୍ରୀ ମିଳିବାରେ ଟିକେ ଡେରି ହେଇଗଲା? ନାଇଁ ଡେରି ହେଲା ତ କଲା ସେ ତ ରଜତକରଙ୍କୁ ଦେଇଦେଲେ ରଜତକର 3 ଖଣ୍ଡ ବହି ଲେଖିଛନ୍ତି ସେ ନାଁ କରିଛନ୍ତି ଆଜିକାଲି ସବୁ ନାଁ ନବାରେ ମୁଁ ମରିଗଲେଣି ତେଣୁ କହିବା କଥା ନୁହଁ ଗୁରୁଜନ ଏଠୁ ବିଶ୍ୱଭୂଷଣ ହରିଚନ୍ଦନ ନାଁ ଦେଇଛନ୍ତି। ସେଠୁ ପଦାକୁ ଆସିକିରି ବିଶ୍ୱଭୂଷଣ ସବୁ ମୋ ଛୁଆ ଦିନୁ ଜାଣନ୍ତି କାରଣ ମୁଁ RSS ଲୋକ ଏବଂ ସେ RSS ଲୋକ ଏବଂ ମୁଁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଲୋକ ସେ ବି ଅଖିଳ ଭାରତୀୟ କିନ୍ତୁ ମୁଁ ଏତେ ପଲିଟିକାଲ ବିଜେପି ମାଇଣ୍ଡେଡ୍ ନୁହେଁ କାରଣ ମୁଁ RSS ଲୋକ ଯଦିଓ କାମ କରିପାରୁନି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଲୋକ ସରସ୍ୱତୀ ଶିଶୁ ମନ୍ଦିର ବୁଲି ବୁଲି କାମ କରେଇଛି ଓଡ଼ିଶାରେ। ମୋର ଗୁରୁ ହଉଛନ୍ତି ଶିବରାମ ମହାପାତ୍ର ମରିଗଲେ ବ୍ରହ୍ମପୁର ବିଶ୍ୱଭୂଷଣ ହରିଚନ୍ଦନ ଆଉ ଜଣେ ଜଗବନ୍ଧୁ ମିଶ୍ର ଅଛନ୍ତି କଟକରେ। ବିଶ୍ୱଭୂଷଣ ହରିଚନ୍ଦନ ମହୋଦୟ ଆପଣଙ୍କ ନାଁ ରେକମେଣ୍ଡ କଲେ ତାପରେ ମୁଁ ପଦାକୁ ଆସିକି ତାଙ୍କୁ ସବୁ IAS ଅଫିସରଟା ଅଛି ଗଭର୍ଣ୍ଣରକୁ ଫୋନ କରିବା ପଦାକୁ ତାଙ୍କୁ ଫୋନ ମୁଁ ଜାଣିଛି ଫୋନ କଲି କହିଲେ ପଣ୍ଡିତ ପୁଅ କାହିଁ ଫୋନ କଲ ମୁଁ କହିଲି ମଉସା ମୋ ନାଁ ଦେଲେ ମତେ କହିଲେନି ନା କାହିଁ ମୁଁ ଗୋଟେ ଛୋଟା ଲୋକ ଚାଲିବାର ଶକ୍ତି ନାହିଁ ତମେ ଭାଷାକୁ ଶାସ୍ତ୍ରୀୟ କର 10ଟା ବହି ଗୋଟେ ପ୍ରଫେସରଙ୍କର ଖଣ୍ଡେ ବହି ହେଇପାରୁନି ତମର 10ଟା ବହି ପାଠ୍ୟପୁସ୍ତକ ପ୍ରଣୟନ ସଂସ୍ଥା ସଭ୍ୟ ତମର ଯୋଗ୍ୟ ନୁହଁ। ମୁଁ କହିଲି 12ଟା କୋଉଠୁ ଆଣିଲେ ନା 12ଟା ତ ମୁଁ ମାଗିଥାନ୍ତି ଯେ ତୁମେ ସବୁଆଡେ କହିବ ମଉସା ମୋ ନାଁ ପଠେଇଛନ୍ତି। ମୁଁ ପ୍ରାଇଭେଟ ସେକ୍ରେଟାରୀ ଏକାଡେମୀରୁ ମାଗିଲା ଏକାଡେମୀ ଓଡ଼ିଶା ସାହିତ୍ୟ ଏକାଡେମୀ 17 ମସିହାର 12ଟା ଦେଲା ତାପରେ ପ୍ରାଇଭେଟ ସେକ୍ରେଟାରୀ ମୁଁ ଚିଡ଼ିଲି ସେ ଉତ୍କଳ ୟୁନିଭର୍ସିଟିରୁ ମାଗିଲା 21 ପର୍ଯ୍ୟନ୍ତ 12ଟା ଥିଲା ତାଙ୍କ ପାଇଁ ସେଇଟାରେ ମୁଁ ବେଶ କରି ଦେଇଦେଲି ଆଉ ତୁମ ହେଇଗଲା। ସେ ଯାହା ବି ହଉ ଗୁଣ ଚିହ୍ନେ ଗୁଣିଆ ଭଳି ପରିଶେଷରେ ଆମର ଗୁଣକୁ ଚିହ୍ନି ପାରିଛନ୍ତି ଏବଂ ପଦ୍ମଶ୍ରୀ ଉପାଧି ମଧ୍ୟ ମିଳିଛି ଡକ୍ଟର ମିଶ୍ରଙ୍କୁ। ଆପଣଙ୍କ ଦୃଷ୍ଟିରେ ସାହିତ୍ୟ କେବଳ ରଚନା ନା ଗୋଟିଏ ସାମାଜିକ ଦାୟିତ୍ୱ? ସାମାଜିକ ଗୋଟେ
ମହାନ ସାମାଜିକ ଦାୟିତ୍ୱ ସାହିତ୍ୟଟା ଗୋଟେ ମହାନ ସାମାଜିକ ଦାୟିତ୍ୱ। କାରଣ ମୁଁ ପ୍ରଥମରୁ କହିଛି ଯେଉଁ ସାହିତ୍ୟରେ ସାମାଜିକ ଚେତନା ଉତ୍ତରଣ ଘଟିବାର ନଥିବ ସୂଚନା ସେଟା ସାହିତ୍ୟ ପଦବାଚ୍ୟ ନୁହେଁ। ବର୍ତ୍ତମାନ ଯାହା ଘଟୁଛି ବହୁତ କବିତା ବହୁତ ଗଳ୍ପ ବାହାରୁଛି କିନ୍ତୁ ସାମାଜିକ ଚେତନା ସେଥିରେ ନାହିଁ। ଯୁବପିଢି ଯୋଉମାନେ ଆଗେଇ ଆସୁଛନ୍ତି ସେମାନଙ୍କୁ କଣ କହିବେ? ଯୁବପିଢି ଚାହୁଁଛନ୍ତି କେମିତି ଶସ୍ତାରେ ନା ନେବୁ, ସାଧକ ହେଇପାରୁନାହାନ୍ତି। ତାଙ୍କୁ ଆପଣ କଣ କହିବେ? ନାଇଁ ସେ ସାଧକ ହୁଅନ୍ତୁ, ସାରସ୍ୱତ ସାଧନା କରନ୍ତୁ। ଜଣେ ସାଧକ ହେଲେ ଯାଇକି ତା ନାଁ ନବ। ସେମାନେ ଚାହୁଁଛନ୍ତି କଣ ଗୋଟେ କବିତା ବହି ଲେଖିଦବା, ଗୋଟେ ଗଳ୍ପ ବହି ଲେଖିଦବା, କୋଉଠି ପୁରସ୍କାର ବହୁତ ପାଇବା, ଆଉ ଯୋଉଠି ସାହିତ୍ୟ ସଭା ହଉଥିବ ଖାଲି କବି ଗୁଡେ ଥିବେ ଏବଂ ଆଉ କେହି ନଥିବେ। ତାଙ୍କ କବିତା ଯାହା କବିତା ପଢା ସରିଲା ସେ ଜାଗା ଛାଡି ପଳେଇବ। ତାର ମାନେ କିଛି ନାହିଁ, ତାର କିଛି ମାନେ ନାହିଁ। ସାହିତ୍ୟଟା ସାଧାରଣ ଲୋକଙ୍କ କତିରେ ପହଞ୍ଚି ପାରିବା ନିହାତି ଖାଲି ଦରକାର। ଧର ଗୋଟେ ସଭାରେ 50 କି 100 ସାହିତ୍ୟକ ଥିବେ, ସେଇମାନଙ୍କର ସାହିତ୍ୟ ଶୁଣିବେ। ସାଧାରଣ ପାଠକ କତିରେ ସାହିତ୍ୟଟା ପହଞ୍ଚି ପାରୁନି। କିନ୍ତୁ ଆପଣ ଭାବୁନାହାନ୍ତି କି ଆଜିକାଲି ଦୁନିଆରେ ପାଠକଟିଏ ବେଶୀ କାଳ୍ପନିକ ଜିନିଷକୁ ଗୁରୁତ୍ୱ ଦଉଛି ପ୍ରପର ସାହିତ୍ୟିକ ଜିନିଷ ସୃଜନଶୀଳତାକୁ ଛାଡିକି? ନାଇଁ, ସାହିତ୍ୟରେ 3 ଜଣ। ଜଣେ ସାହିତ୍ୟର ସ୍ରଷ୍ଟା, ଇଏ ହଉଛି ସାହିତ୍ୟକ। ଜଣେ ସାହିତ୍ୟର ଉପଭୋକ୍ତା, ସିଏ ହଉଛି ପାଠକ। ଆମେ ଲେଖୁଛେ କାହିଁ ଉପଭୋକ୍ତା, ପ୍ରକାଶକ ବା ସମ୍ପାଦକ ସିଏ ହଉଛନ୍ତି ସାହିତ୍ୟର ପୃଷ୍ଠପୋଷକ। ଆମ ଲେଖାଟାକୁ ପାଠକ ପାଖରେ ପହଞ୍ଚେଇବା କାମ ହଉଛି ପ୍ରକାଶକଙ୍କର। ଆଜିକାଲି ଲେଖକ କଣ କହୁଛନ୍ତି ନା ସିଏ ପ୍ରକାଶକଙ୍କୁ କିଛି ଟଙ୍କା ଦଉଛନ୍ତି। ମୁଁ ସେ ସେଇ ଅସୁବିଧାରେ ପଡିନି। ମୋର 37 ଖଣ୍ଡ ବହି ବାହାରିଲାଣି, 10 ଖଣ୍ଡ ପାଠ୍ୟପୁସ୍ତକ, ଖଣ୍ଡେ ଭାରତ ସରକାର, ଆଉ କଟକ ଭୁବନେଶ୍ୱରରେ କୌଣସି ପ୍ରକାଶକୁ ମୁଁ ଦଉନି। ଏଇ ଦିଟାଙ୍କ ସହରରେ ମୁଁ 60 ବର୍ଷ ବାସ୍ତବ ଦେଲି। ତେଣୁ ଭୁବନେଶ୍ୱର ପ୍ରକାଶକ ଉପରେ ଟିକେ ବିଶ୍ୱାସ ନାହିଁ। କଟକ ପ୍ରକାଶକ ମାନେ ପଇସା ଦେଇ ମୋର ଏଇ ଏବେ ଜୀବନାନୁଭୂତି ପ୍ରଭାଂଶୁ ସାମନ୍ତରାୟ ଦିବ୍ୟଦୂତ ପ୍ରକାଶନୀ ରାଜବଗିଚା ଛପାଇଲେ, 50,000 ଟଙ୍କା ଦେଲେ। ଇଏ ଦେବେ କି? ଇଏ କହିବେ ତୁମେ ଟଙ୍କା ଦିଅ ଆମେ ବାହାର କରିବୁ। ଏବଂ ମୋ ଜୀବନାନୁଭୂତିରେ ମୋ ନିଜ କଥା ମୁଁ କିଛି ଲେଖିନି। ମୋ ଜୀବନର ଅନୁଭୂତି କଣ, ମୁଁ ମାଟ୍ରିକ ପାସ୍ ପରେ କେମିତି ଗଲି, ଟ୍ୟୁସନ କରି କେମିତି ପଢିଲି ଏବଂ କଟକ ସହରକୁ କଟକ ନଗର ବରଷ ହଜାର କୁହାହଉଥିଲା। ମୁଁ 26 ବର୍ଷର କଟକ ଏଟା ପ୍ରମାଣ କରିଛି ମୋ ବହିରେ। ଏବଂ କଟକରେ କାହାଠୁ ଭଞ୍ଜ ସାହିତ୍ୟ କାହାଠୁ ଶିଖିଲି। ବହିଟିର ନାଁ ଆଉଥରେ କହିଦିଅନ୍ତୁ। ଜୀବନାନୁଭୂତି। ତ ଡକ୍ଟର ମିଶ୍ରଙ୍କର ଆତ୍ମଜୀବନୀ ଉପରେ ଗୋଟେ ବହି ଅଛି, ଜୀବନାନୁଭୂତି। ନିଶ୍ଚୟ ତାକୁ ପଢନ୍ତୁ, ଜାଣିବେ କଟକ ସହରକୁ କାହିଁକି 1000 ବର୍ଷର ସହର କୁହାଯାଉଛି। ଏବେ ଟିକେ ପୂର୍ବରୁ ଆମେ କଥା ହଉଥିଲେ ଯେମିତି ଯୁବପିଢିକୁ ଆପଣ କହିବେ, ଆପଣ ଉତ୍ତର ଦେଲେ ଯେ ଯୁବପିଢି କରୁନାହାନ୍ତି, ଦେଖୁନାହାନ୍ତି, କିନ୍ତୁ କଣ କଲେ ସେମାନେ କରିପାରିବେ ସେ ଜିନିଷ ବିଷୟରେ ଟିକେ କୁହନ୍ତୁ। ଯୋଉମାନେ ସାହିତ୍ୟ ସ୍ରଷ୍ଟା ସେ ପାଠକ ରୁଚିକି ଆଖି ଆଗରେ ରଖି ସାହିତ୍ୟ ରଚନା କରିବେ, ତାହେଲେ ପାଠକ ଆଦୃତି ଲାଭ କରିବ ସାହିତ୍ୟ। ସାହିତ୍ୟ ଯେପର୍ଯ୍ୟନ୍ତ ପାଠକ ଆଦୃତି ଲାଭ ନ କରିନି ସେ ପର୍ଯ୍ୟନ୍ତ ସାହିତ୍ୟର ପ୍ରଚାର ପ୍ରସାର ହେଇପାରିବନି। ପାଠକର ରୁଚି ତାହେଲେ ଜଣେ ଲେଖକ କେମିତି ଜାଣିବ? ଶୁଣନ୍ତୁ, ସାହିତ୍ୟ ଗୋଟେ ଘଟଣାକୁ କେନ୍ଦ୍ର କରି ଗୋଟେ ସ୍ୱପ୍ନର ପରିବେଶ ସାହିତ୍ୟ ସୃଷ୍ଟି କରେ। ମାନେ ଘଟଣା ହେଲା ଗୋଟେ ଭିକାରୀଟେ ମରିଯାଇଛି। ଗୋଟେ ଉଦାହରଣ ଦଉଛି, ଗୋଟେ ଭିକାରୀ ମରିଯାଇଛି, ଗୋଟେ ପାନ ଦୋକାନର ତଳେ ହେଇଟା କେବିନ ତଳେ ମରିଛି ଏବଂ ଏତିକି ହେଲା ଘଟଣା। ଲେଖକ କେମିତି ତାକୁ ବଢେଇବ? ପାନ ଦୋକାନୀ ଏକାଠିଆ ଉଠେଇ ପାରିବନି। ଜଣେ ଅଧ୍ୟାପକଙ୍କୁ ରିକ୍ୱେଷ୍ଟ କଲା ଏ ଶବଟି କେମିତି ଉଠିବ, ଅଧ୍ୟାପକ ପାନ ଦୋକାନୀ ମିଶିକିରି ଉଠେଇ ପାରିବେନି। ଆପଣ କିଛି ସମୟ ପୂର୍ବରୁ କହିଲେ ଯେ ଆମେ କାଳ୍ପନିକତାକୁ ଉପରେ ଏତେ ଜୋର ନ ଦେଇ ବାସ୍ତବିକତାକୁ ନେଇ ଲେଖିବା, ତ ନିଶ୍ଚୟ କିଛି ନା କିଛି କାଳ୍ପନିକ ନ ରଖିଲେ ହୁଏତ ସେ ଲେଖକ ସେ ସୃଷ୍ଟି ଭିତରେ। ବର୍ତ୍ତମାନ କହିବାକୁ ଯାଉଛି କଳ୍ପନାଟା କେମିତି ସମାଜ ଉପଯୋଗୀ ହବ ସେଟା ଲେଖକ କେମିତି ଭାବିବ। ତେଣୁ ପ୍ରଥମେ ଜଣେ ଅଧ୍ୟାପକ କୁହାହେଲା, ଅଧ୍ୟାପକ ପାନ ଦୋକାନୀ ଉଠେଇ ପାରିବେନି। ସେ ଜଣେ ପ୍ରାକ୍ତନ ଛାତ୍ରକୁ କହିଲେ, ଛାତ୍ର କହିଲା ସାର୍ ଆପଣ ଚିନ୍ତା କରନ୍ତୁନି, ମୁଁ କ୍ଲାସରେ ବିକିଦେବି, 300 ଟଙ୍କା ପାଇବି। ସବୁ ବିକିଲେ, ସେ ଅଧ୍ୟାପକ କରିବାକୁ ଦେଲେନି। ଦେଖିଲେ ଜଣେ ବ୍ରାହ୍ମଣ ଆସୁଛନ୍ତି, କହିଲେ ଆଜ୍ଞା ଲାଷ୍ଟଟା କେମିତି ଉଠିବ? ନାହିଁ ଏଇଟା କୋଉ ଜାତି କଣ ଦେଖନ୍ତୁ, ଏଠି ସାମାଜିକ ଚେତନା ରହିଲା, ସେ ଉଠେଇଲେନି। ଲେଖକ ଭାବୁଛି ଲେଖୁଛି କଳ୍ପନାରେ ରହୁଛି। ତାପରେ ଜଣେ ମୁସଲିମ ଆସିଲେ, ତାଙ୍କୁ କହିଲେ ଲାଷ୍ଟଟା କେମିତି ଉଠିବ? ନାହିଁ ଏଇଟା ମୁସଲିମ କି ନାହିଁ, ଯଦି ମୁସଲିମ ତାହେଲେ ସିଆ କି ସିହ୍ନା ମୁଁ ଜାଣିନି, ଏ ଲାଷ୍ଟ ଉଠେଇବିନି।
ଜାତି ଭେଦ କଥା ଆସେ। ଜଣେ ଖ୍ରୀଷ୍ଟିଆନ ଆସି ପହଞ୍ଚିଲେ ତାଙ୍କୁ କହିଲେ ଆଜ୍ଞା ଲାଷ୍ଟଟା କେମିତି ଉଠିବ ନାଇଁ ଏଇଟା ଖ୍ରୀଷ୍ଟିଆନ କି ନାହିଁ ଯଦି ଖ୍ରୀଷ୍ଟିଆନ କାଥଲିକ କି ପ୍ରୋଟେଷ୍ଟାଣ୍ଟ ମୁଁ ଜାଣିନି ମୁଁ ସବୁ ଉଠେଇ ପାରିବିନି ସେ ପ୍ରଥମ ଉଚ୍ଚାର ଦେଲା। ଦେଖୁନ ମଣିଷ ମଲା ପରେ କଣ ହଉଛି ସେଟା ବଡ ଇମ୍ପୋର୍ଟାଣ୍ଟ କଥା କଳ୍ପନାକୁ କେନ୍ଦ୍ର କରି ସ୍ୱପ୍ନ ପରିବେଶ ସୃଷ୍ଟି କରିବା ସାମାଜିକ ଚେତନାକୁ ଦେଖିଲେ ଜଣେ ରାଜନୀତି ଆସୁଛନ୍ତି ରାଜନେତାଙ୍କୁ କହିଲେ ଆଜ୍ଞା ଆପଣ ଦେଶ ସେବକ ଏ ସବୁଠି କେମିତି ଉଠିବ ନାଇଁ ଏଇ ଭିକାରୀଟା ମରିଗଲା ଅନାହାର ମୃତ୍ୟୁ ସରକାର ଜବାବ ଦିଅନ୍ତି ସେ ସ୍ଲୋଗାନ ଆରମ୍ଭ କରିଥିଲେ ଏ ଅଧ୍ୟାପକ ଆଉ ପାନ ଦୋକାନ ଦେଖିଲେ ଯେ କେହି ସବୁ ଉଠେଇବେନି ସେ ଟ୍ରଲି ରିକ୍ସା ଡାକି ଶବ ଲୋଡ କରୁଛନ୍ତି ନିଆଁ ଆସେମ୍ବଲି କୋଶ୍ଚିନ୍ କଲେଣି ରାଜନେତା ଅନାହାର ମୃତ୍ୟୁ ସରକାର ଅନାହାର ମୃତ୍ୟୁକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି ଗିରଫ କରାହେଲା ଏକ ଗ୍ୟାଙ୍ଗ ଇଏ ହଉଛି ସାହିତ୍ୟ ଏମିତି ବାସ୍ତବ ରୂପ ଦେଲେ ସାହିତ୍ୟଟା ସାହିତ୍ୟ ହବ ପାଠକ ଆବୃତ୍ତି କରିବେ ଗୋଟେ ଉଦାହରଣ ଦେଲି ମୁଁ ଶହ ଉଦାହରଣ ଅଛି ଲେଖକ ମାନେ ଏଇଟା ଦୃଷ୍ଟି ଦଉଛନ୍ତି କି ବାহ କି ସୁନ୍ଦର ଭାବରେ ବୁଝେଇ ଦେଲେ ଡକ୍ଟର ମିଶ୍ର ଯେ କାଳ୍ପନିକତାକୁ ନେଇକି ବି ଆମେ ବାସ୍ତବିକତା ପାଖରେ ପହଞ୍ଚେଇ ପାରିବା ଏବଂ ବାସ୍ତବିକତା କାଳ୍ପନିକତାକୁ ମିଶେଇକରି ଗୋଟିଏ ସୁନ୍ଦର ସାହିତ୍ୟ ରଚନା ହେଇପାରେ କଣ କହୁଛନ୍ତି ପାଠକ ମାନେ ଆପଣ ମାନେ ଶୁଣିକି ହିଁ ତା କହିପାରିବେ ବଢିଆ କଥାଟି ଆପଣ କହିଲେ ଆପଣ ତ ଅନେକ ବହି ଲେଖିଛନ୍ତି 40 ଖଣ୍ଡ ବହି ବାହାରିଛି ଆପଣଙ୍କର ଅବଶ୍ୟ ଏଇଟା ଜଣେ ଲେଖକକୁ ପଚାରିବା ଦୃଷ୍ଟତା କିନ୍ତୁ ଆପଣଙ୍କର କେଉଁ ସୃଷ୍ଟିଟି ଆପଣଙ୍କର ଅତି ନିକଟତର ମୋର ଆମ ଅସ୍ମିତା ବି ଗୋଟିଏ ବହି ବାହାରିଛି ଆଚ୍ଛା ଅସ୍ମିତା କଣ ଆମର ଅସ୍ମିତା କଣ ଆମ ଅସ୍ମିତା ସହ ରାଜନୈତିକ ଦୃଷ୍ଟିରୁ ଅସ୍ମିତା ସମସ୍ତେ ହଉଛନ୍ତି କିନ୍ତୁ ଆମ ଅସ୍ମିତା କଣ ଆମ ଅସ୍ମିତା ଆମର ସ୍ୱାଭିମାନ ଆମର ଗର୍ବ ଆମ ଅସ୍ମିତା କଣ ମୁଁ ଏଥିରେ ଦେଖିଛି ପ୍ରଥମେ ଭୌଗୋଳିକ ଅସ୍ମିତା କୋଉ ଭୂଖଣ୍ଡରେ ଓଡ଼ିଆ ଜାତି ବାସ କରୁଛି ସେଇଟା ପ୍ରଥମ ଅସ୍ମିତା ଯୋଉଟା ଭୁଲିଗଲେ ଆମେ ଅନେକ ଓଡ଼ିଶା ବାହାରେ ରହିଗଲା ଭୂଖଣ୍ଡ ସେଟା ଅସ୍ମିତାକୁ ପ୍ରଥମେ ହରେଇଲେ ତାପରେ ଆମର ଜଗନ୍ନାଥଙ୍କୁ କେନ୍ଦ୍ର କରି ଆମ ଅସ୍ମିତା ଜଗନ୍ନାଥ ଏଇ ଓଡ଼ିଆ ଜାତିର ପ୍ରାଣର ପ୍ରାଣ ଏଇଟା ଖାଲି ମୁଣ୍ଡିଆଟେ ମାରିଦେ ସବୁ ଭିକ ମାଗିବାକୁ ଜଗନ୍ନାଥଙ୍କୁ ଯାଉଛୁ ହେ ପ୍ରଭୁ ମତେ କୋଠା ଦିଅ ଗାଡି ଦିଅ କ୍ଷମତା ଦିଅ ଏଇଆ ସବୁ ଚାହୁଁଛନ୍ତି କିନ୍ତୁ ସେ ପ୍ରାଣର ପ୍ରାଣ କାହିଁକିନା ଜଗନ୍ନାଥ ସଂସ୍କୃତିରେ ମାୟା ଗୋଟେ ଜିନିଷ ଅନ୍ତର୍ହିତ ମାୟାକୁ କାଟିବା ଲାଗି ସବୁ ଧର୍ମ ମାୟା କଣ ମୁଁ ମୋର ତୁ ତୋର ଏଇଟା ହେଲା ମାୟା ଜଗନ୍ନାଥ ସଂସ୍କୃତିରେ ମୁଁ ମୋର ତୁ ତୋର ନାହିଁ ଏଠୁ ଗୋଟେ ହେଟିକି ଏଠୁ ଗୋଟେ ହେଟିକି ଦିଅନ୍ତୁ ମୁଁ ତୋର ତୁ ମୋର ମାୟା କଟିଗଲା ଜଗନ୍ନାଥ ବାହୁ ପ୍ରସାରୀ ସମସ୍ତଙ୍କୁ ଆହ୍ୱାନ ଦଉଛନ୍ତି ଆରେ ମୁଁ ତୋର ତୁ ମୋର ଏଠି ମାୟା ନାହିଁ ତେବେ ଆମ ଅସ୍ମିତା ବହିଟି ହିଁ ଆପଣଙ୍କର ଅତି ନିକଟତର ଆପଣ ଜଗନ୍ନାଥ ସଂସ୍କୃତି ଉପରେ ଏତେ ଗବେଷଣା କରିଛନ୍ତି ଲେଖିଛନ୍ତି ବି କେବେ ସେଭଳି କିଛି ଅନୁଭୂତି ହେଇଛି ମହାପ୍ରଭୁ ଜଗନ୍ନାଥଙ୍କ ସହିତ ହଁ ବହୁତ ଅନୁଭୂତି ଅଛି ଗୋଟିଏ କିଛି କହିବେ ବହୁତ ଅନୁଭୂତି ଅଛି ମୁଁ ଥରେ ଛତ୍ରପୁର ଯାଉଥିଲି ପ୍ରବଚନ ଏମିତି ଝଡ଼ ତୋଫାନ ଆସିଲା ଆମ ଗାଡିଟା ଖାଲି ଉପରେ ଉଡ଼ିଲା ଆମେ ଦେଖିଲା ବେଳକୁ କୁଆଡେ ପିପିଲିଠୁ ଆମେ କୁଆଡେ ଛତ୍ରପୁର ଯିବୁ କଣ କୁଆଡେ ସାକ୍ଷୀଗୋପାଳ ଦେଇକି ଆମ ଗାଡି ଯାଇ ଡାକ୍ତରଖାନା ଛକରେ ଉଡ଼ିଲା ମାନେ ଗାଡି ଆପେ 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 ଉଡ଼ିଲା ଏମିତି ଝଡ଼ ତୋଫାନ ଦେଖନ୍ତୁ ଆଚ୍ଛା ତା ପୂର୍ବରୁ ମୁଁ ମୋ ଜେଜେମାକୁ କହିଥିଲି ଯେ ଜଗନ୍ନାଥଙ୍କ ମୋ ଜେଜେମା କହିବ ଜଗନ୍ନାଥଙ୍କ ଡୋରି ନ ଲାଗିଲେ କେହି ଜଗନ୍ନାଥଙ୍କୁ ଯାଆନ୍ତିନି ମୁଁ ତ ଛତ୍ରପୁର ଯାଉଥିଲି ପ୍ରବଚନ ଦେବାକୁ ଭାଗବତ ଯେମିତି ଗାଡି ଥପିଲା ଡ୍ରାଇଭର ଖାଲି ଯେତେବେଳେ ଉଡ଼ିଲା ଗାଡିଟା ଖାଲି ଏମିତି ହେଲା କହିଲା କୋଉ ଗଛରେ ବାଡ଼େଇ ହବ ଆମେ ଯିବା ଜଗନ୍ନାଥଙ୍କୁ ଡାକନ୍ତୁ ଆପଣ ଜଗନ୍ନାଥଙ୍କୁ ଡାକନ୍ତୁ ଦେଖନ୍ତୁ ଜଗନ୍ନାଥ ତାଙ୍କ ଧର୍ମକୁ ନେଇଗଲେ ଯେତେବେଳେ ଥମିଗଲା ମୁଁ ଆଗ ଛତ୍ରପୁର ଫୋନ କଲି ମୁଁ କହିଲି ବର୍ତ୍ତମାନ ପ୍ରବଚନ ବର୍ତ୍ତମାନ 4:30 ମୁଁ ଆସି ଏଠି ଆଉ ଛତ୍ରପୁର ଯାଇପାରିବି ନା ଆଜ୍ଞା ପ୍ରବଚନ ଆଜି ହବନି ଯୋଉ ହେଇଥିଲା ତାଳପନି ଫାପନି ସବୁ ଭାଙ୍ଗି ଯାଇଛି କାଲି ହବ ଆପଣ କାଲି ଆସନ୍ତୁ ସେଠୁ ସାଙ୍ଗେ ସାଙ୍ଗେ ଜଣେ ବାବାଜୀ ଦେଖାଲେ ଅବଧବେ ଛାଉଣି ମଠର ସିଂହଦ୍ୱାରରେ ଯୋଉ ଛାଉଣି ମଠ କହିଲେ ବାବା ବସିଛନ୍ତି ମୃତ୍ୟୁମଣ୍ଡପ କତିରେ ବଟ ମୂଳେ ଦେଖନ୍ତୁ ମୁଁ ଏଠୁ ସିଧା ଚାଲିଲି ସେତେବେଳେ ଗାଡି ଯାଉଥିଲା ମୁଁ ଗଲି ଯାଇକିରି ପହଞ୍ଚିଲି ମୋ ବାପାଙ୍କୁ ଦର୍ଶନ କରି ବାପା ମାଙ୍କ ଦର୍ଶନ ବାପା ମୁଁ ଜାଣିନି କେମିତି ଜଗନ୍ନାଥ କରୁଣା ଦେଖନ୍ତୁ କେମିତି ସେଠି ବାପା ମା ମୁଁ କଥାବାର୍ତ୍ତା ହଉଛି ମା କହିଲା ତାହେଲେ ଭୋଗ ଗୋଟେ କିଣିବା
ଯିବା ଗାଁକୁ ଗାଁରେ ବାଣ୍ଟିବା ଭୋଗ ସେଠୁ ସାଙ୍ଗେ ସାଙ୍ଗେ ବାପା ବାପା ଯାଇ ଦାମ ସୁଆରକୁ କହିଲେ ଦାମରେ ବହୁତ ଭୋଗ ଦେ କାନିକା 2-3 ହାଣ୍ଡି ଦେ ଅନ୍ନ 6-7 ହାଣ୍ଡି ଦେ ମିଠା ଡାଲି ବଡ ବଡ ହାଣ୍ଡି ଯୋଡ଼େ ଦେ ଏଇଟା ଆଉ କ୍ଷୀରା ଯଦି ଗୋଟେ ବଡ ନଉଟିଏ ଦବୁ ଦେ ଆମେ ଗାଁକୁ ଯିବୁ ଆଉ ଏଇ ସମୟରେ ଜଣେ ଗୁରୁ ଭାଇ ପହଞ୍ଚିଲେ ଶଙ୍କର ଶରଣ ମଙ୍ଗରାଜ କହିଲେ ଗୁରୁଦେବ ଆପଣଙ୍କୁ ଖୋଜୁଛନ୍ତି ବାଲିଗୁଆଳିରେ ଅଛନ୍ତି ସ୍ୱାମୀ ସିଦ୍ଧାନ୍ତ ଅଛନ୍ତି ଦେଖନ୍ତୁ ଆମେ ପ୍ରସାଦ ଧରି ଆସିଲୁ ଗୁରୁଦେବ ଏଠି ସମବେତ ଯେତେ ଲୋକ ଥିଲେ କହିଲେ ବାଣ୍ଟି ଦିଅ ପ୍ରସାଦ ଏହା ଜଗନ୍ନାଥଙ୍କ କରୁଣା ନୁହେଁ ଜଗନ୍ନାଥଙ୍କର ହିଁ କୃପା ମହାପ୍ରଭୁଙ୍କ କୃପା ଜଗନ୍ନାଥଙ୍କ କରୁଣା ମୁଁ ଛତ୍ରପୁର ଯାଇ ପ୍ରବଚନ ଦେବା କଥା ଜଗନ୍ନାଥଙ୍କ ଡୋରି ଲାଗିଲା ତାଙ୍କ କତିକି ଗଲି ବାପା ମା ସାକ୍ଷାତ ଦେବତା ତାଙ୍କୁ ଦର୍ଶନ କଲି ଗୁରୁଦେବ ସାକ୍ଷାତ ବ୍ରହ୍ମ ତାଙ୍କୁ ଦର୍ଶନ କଲି ଏବଂ ଯୋଉ ଅନ୍ନ ଆମେ ବାଣ୍ଟିବା ଚିନ୍ତା ଗାଁରେ କରିଛୁ ଗାଁ ଆସିବୁ 160 କିଲୋମିଟର ସେଇଠି ଗୁରୁଦେବ କହିଲେ 300 ଲୋକ ଅଛନ୍ତି ତାଙ୍କୁ ବାଣ୍ଟିଛୁ ଦେବ ଆଶୀର୍ବାଦ ନଥିଲେ ସବୁ ସମ୍ଭବ ହୁଏନି ଜଗନ୍ନାଥଙ୍କ କରୁଣା ଆଉ କଣ ଜଗନ୍ନାଥ କଣ ଆଗରେ ଠିଆ ହେଇ ପଡିବେ କାହାର କୁହାଯାଏ ଗୁରୁଙ୍କ ଆଶ୍ରିତ ଥିଲେ ଆମେ ଯେତେବେଳେ ବି କିଛି ଅସୁବିଧାରେ ପଡୁ ଗୁରୁ ହିଁ ହାତ ଟାଣିକି ସେ ଭିତରୁ ଉଦ୍ଧାର କରିଥାନ୍ତି ହୁଏତ ସେଥିପାଇଁ ଡକ୍ଟର ମିଶ୍ର ସେଦିନ ଯୋଉ ଝଡର ସମ୍ମୁଖୀନ ହେଇଥିଲେ ତାଙ୍କର ଗୁରୁଜୀ ଚିଦାନନ୍ଦ ମହାରାଜ ଜୀ ତାଙ୍କ ଅଜାଣତରେ ତାଙ୍କ ହାତ ଧରି ଉଠାଇ ଆଣିଥିଲେ ଏବଂ ମହାପ୍ରଭୁ ଜଗନ୍ନାଥ ତାଙ୍କୁ ଆଶୀର୍ବାଦ ଦେଇ ତାଙ୍କ ଧାମକୁ ତାଙ୍କୁ ଡାକି ଆଣିଥିଲେ କି ସୁନ୍ଦର ଅନୁଭୂତି ଆପଣଙ୍କ ମତରେ ଗ୍ରାମ୍ୟ ସଂସ୍କୃତି ଆଉ ସହରୀୟ ସଂସ୍କୃତି ଭିତରେ ଫରକ କଣ ଗ୍ରାମ୍ୟ ସଂସ୍କୃତିରେ କିଛି ଅରିଜିନାଲିଟି ଅଛି ସହର ସଂସ୍କୃତି ଡୁପ୍ଲିକେଟ ଏବେ ବି କଣ ଗ୍ରାମ୍ୟ ସଂସ୍କୃତିରେ କିଛି ଅରିଜିନାଲିଟି ଅଛି ବର୍ତ୍ତମାନ ଗ୍ରାମ୍ୟ ସଂସ୍କୃତି ଦୂଷିତ ହେଇସାରିଲାଣି ମୋ ଘର ମାଥାପୁର ଶାସନ ଏଠୁ 40 କିଲୋମିଟର ଦୂର ଆମେ ଗାଁରେ ଆଉ ଚଳିପାରିବୁ ଗାଁ ଗୁଡା ଭାରି ବିଷାକ୍ତ ହେଇଗଲା ଜମି ବାଡ଼ିର ଚାଷ ହଉନି ମୋର 20 ଏକର ଜମି ଯୋଡ଼େ ସମ୍ପତ୍ତି ମୋର ଶ୍ୱଶୁରର 21 ଏକର ଜମି ସେଥିରୁ 7-8 ଏକର ଚାଷ ହଉଛି ଗାଁରେ ଆଉ ଚାଷ ହଉନି ସବୁ ମାଳିଆ ଚାଉଳ ପାଇଲେ ଇନ୍ଦିରା ଆବାସ ପାଇଲେ ଆଉ ଲୋକ କିଛି ଅଛୁନାହାନ୍ତି ପାରସ୍ପରିକ ସ୍ନେହ ସ୍ୱାର୍ଥ୍ୟ ନାହିଁ ଟାଉନରେ ପାରସ୍ପରିକ ସ୍ନେହ ସ୍ୱାର୍ଥ୍ୟ ନେଇ ଭୁବନେଶ୍ୱର ଗୋଟେ ସହର ଓଡ଼ିଶା ବାଲା କେହି ଦେଖନ୍ତି ଭୁବନେଶ୍ୱର ସହର କେତେ ଐତିହ୍ୟପୂର୍ଣ୍ଣ ସହର କେହି ଜାଣିନାହାନ୍ତି ଆମ ଅସ୍ମିତାରେ ମୁଁ 3000 ବର୍ଷର ସହର ବୋଲି ଲେଖିଛି ଆପଣ ଦେଖିବା ଆମ ଅସ୍ମିତା ଆମ ରାଜଧାନୀ ସେଇ ଆର୍ଟିକିଲରେ 3000 ବର୍ଷର ସହର ଭୁବନେଶ୍ୱର ଅନେକ ଭୁବନେଶ୍ୱରବାସୀ ଜାଣିଥିବେ ଆପଣ ଭାବୁନାହାନ୍ତି ଯେ ସାହିତ୍ୟିକ ମାନଙ୍କର ଏ ଦିଗରେ କିଛି ଉତ୍ତରଦାୟିତ୍ୱ ଅଛି ଗ୍ରାମୀଣ ସଂସ୍କୃତିକୁ ଫେରେଇ ଆଣିବା ପାଇଁ ଉତ୍ତରଦାୟିତ୍ୱ ତ ଅଛି କିନ୍ତୁ ପ୍ରତ୍ୟେକ ସାହିତ୍ୟ ବାହୁଛନ୍ତି ଆମେ କେମିତି ଉପରକୁ ଉଠିବୁ ଆଉ ସବୁ ତଳେ ରହୁଛୁ କୌଣସି ସାହିତ୍ୟକୁ ଭଲ ପାଏ ମୋର ଅଭିଜ୍ଞତା 60 ବର୍ଷର ଅଭିଜ୍ଞତା କୌଣସି ଗୋଷ୍ଠୀ ମୋ ବାପା ଗୋଟେ ମନା କରିଥିଲେ କୌଣସି ଗୋଷ୍ଠୀ କୌଣସି ସଂଘ କୌଣସି ସଂସଦର ମେମ୍ବର ମୁଁ ଆଜି ପର୍ଯ୍ୟନ୍ତ କୌଣସି ଗୋଷ୍ଠୀକୁ ଭଲ ପାଆନ୍ତିନି କୌଣସି ସାହିତ୍ୟକୁ ଭଲ ପାଆନ୍ତିନି ଏସବୁ ଦୂରୀଭୂତ ହବ କେମିତି ଦୂରୀଭୂତ ହବ ଗୋଟିଏ କଥା ଯଦି ମାନବିକତାର ଉଦୟ ହବ ମାନବିକତା ଜଗନ୍ନାଥଙ୍କୁ ଯେହେତୁ ଆପଣାର କେନ୍ଦ୍ରୀଭୂତ କରିକିରି ସାହିତ୍ୟ ରଚନା ନ ହେଇଛି କାହିଁକିନା ଜଗନ୍ନାଥଙ୍କୁ କେନ୍ଦ୍ରୀଭୂତ କରିକିରି ସାହିତ୍ୟ ରଚନା କଲେ ଜଗନ୍ନାଥ ଦାସ ସେ ଜଗନ୍ନାଥ ଦାସଙ୍କ ଭାଗବତ ରଚନା ହେଲା ପରେ ବିଦ୍ୟାଳୟରେ ଲକ୍ଷ ଲକ୍ଷ ଓଡ଼ିଆ ସାକ୍ଷର ହେଇଗଲେ କିନ୍ତୁ ଯେହେତୁ ତାଙ୍କଠୁ 26 ବର୍ଷ ବୃଦ୍ଧ ଶଙ୍କରଦେବ ଏଙ୍କରି ଅନୁକୂଳରେ ଆସାମୀ ଭାଗବତ ମାଧବୀ କନ୍ଦଳୀ ରଚନା କଲେ ଆମର ଯେମିତି ଭାଗବତ ଘର ଆସାମରେ ସେମିତି ନାମ ଘର ହେଲା ଗାଁ ଗାଁ ଏଠି ଗୋଟିଏ କଥା କହିବି ଡକ୍ଟର ମିଶ୍ର କିନ୍ତୁ ଯେହେତୁ ସବୁ ସାହିତ୍ୟିକ ସେଭଳି ଭାବୁନାହାନ୍ତି ଆପଣ ଭାବୁନାହାନ୍ତି କି ଯୋଉମାନେ ସିନିୟର ସାହିତ୍ୟିକ ଆପଣ ମାନଙ୍କ ଭଳିଆ ଅଛନ୍ତି ସେମାନେ କିଛି କିଛି ୱାର୍କସପ୍ କରି ଆମର ଯୁବପିଢିର ଯୋଉ ସାହିତ୍ୟିକ ମାନେ ଅଛନ୍ତି ସେମାନଙ୍କୁ ଡାକି କିଛି ୱାର୍କସପ୍ କରି ଏଇ ଦିଗରେ ସେମାନଙ୍କୁ କିଛି ପ୍ରୋତ୍ସାହନ ବା ଆୱାରନେସ୍ କରାଇବା କଥା ନାଇଁ ଆମେ ଚାହିଁଲେ ହବନି ସରକାର ଚାହିଁଲେ ହବ ସରକାର ଯଦି ଚାହିଁବ ୱାର୍କସପ୍ ପ୍ରଶ୍ନ ଉଠୁନି ୱାର୍କସପ୍ରେ ମଧ୍ୟ ସାହିତ୍ୟକ ୱାର୍କସପ୍ଟା XYZ କରିଛନ୍ତି ମୁଁ କାହିଁକି ଏଠିକି ଯିବି ଅହମିକାର ବିନାଶ ନ ଘଟିଲେ ଏଟାର ବିନାଶ ନ ଘଟିଲେ କେହି ସାହିତ୍ୟକ ହେଇପାରିବେ ତାମାନେ ସବୁର ମୂଳରେ ରହିଲା ସେଇ ଇଗୋ ସେଇ ଅହଙ୍କାର ଯୋଉଟା ନ ଯିବା ପର୍ଯ୍ୟନ୍ତ ଏସବୁ ଆଗକୁ ଆସିପାରିବନି ଆପଣ ବହୁତ ସମ୍ମାନ ପାଇଛନ୍ତି ଏଭଳି କୋଉ ସମ୍ମାନଟି ଅଛି ଯାହାକି ଆପଣଙ୍କ ହୃଦୟକୁ ଛୁଇଁଛି ସବୁ ସମ୍ମାନ ମୋର ତ ଚାଲିବାର ଶକ୍ତି ନାହିଁ ଯୁଆଡ଼େ ଯିବି କାରରେ ହୁଇଲ ଚେୟାରରେ ଯିବି କୋଉ ଗୋଷ୍ଠୀରେ କେବେ ମିଶିନି
तेणु लोक मो स्नेह करके मो सम्मान देइछन मु कौन सम्मान पाई केबे लबी लगेनी कि क्या कहनी मो को सम्मान टा दियो कौन सम्मान को न्यून भाविनी कौन सम्मान को उच्च भावी एमिति किछि- सम्मान मो पाई सम्मान एमिति किछि घटना अछि जहाँ आपणकर जीवन रे किछि परिवर्तन आनिछि हाँ जगन्नाथ चेतना गवेषणा जो 10,000 टंका देले से प्रथम एटा मु पाइली पुरी रे सेठी मोर गोटे भावांतर आसला जगन्नाथ पर मात्र खंडे बही देखी अच्छा सेते बेले पुरुषोत्तम जगन्नाथ बर्तमान 5 खंड बही किंतु बेसी बही देखी नी मत कहीं दिया बहुत बड़ बड़ बही देखी मु जो माने विचार कर पचार मत कहीं पुणी देले ना आपण प्रकृत तत्व चिंता लिखुଛନ୍ତି ଅନ୍ୟମାନେ ଲେଖୁଛନ୍ତି କେତେଟା ପାହାଚ କୋଉ ମନ୍ଦିରରେ କୋଉ ଠାକୁର କୋଉ ଯାତ୍ରା କେମିତି ହୁଏ ଆପଣ ସେ କଥା ଲେଖି ନାହାନ୍ତି ଆପଣ ଲେଖିଛନ୍ତି ତତ୍ତ୍ୱ। ପୁରୀଟା କାହିଁକି ଧାମ ବ୍ରହ୍ମ ଧାମ ହେଲା କାରଣ ସୃଷ୍ଟି ଆରମ୍ଭରୁ ଆପଣ ଦେଖନ୍ତୁ ହଜାର ହଜାର ମାଇଲ ସମୁଦ୍ର କୂଳ ଅଛି କିନ୍ତୁ ପୁରୀ ଗୋଟେ ସମୁଦ୍ର କୂଳ ଯୋଉଠି କୂଅଟେ ଖୋଳିଲେ ବା ପୋଖରୀଟେ ଖୋଳିଲେ ପାଣି ଦୁନିଆ ପାରାଦୀପରେ ସମୁଦ୍ର 23 କିଲୋମିଟର କୁଜଙ୍ଗରେ ପାଣି ଦୁନିଆ କିନ୍ତୁ ପୁରୀରେ ସମୁଦ୍ର କୂଳରେ କୂଅ ଖୋଳିଲେ ବା ଇନ୍ଦ୍ରଦ୍ୟୁମ୍ନ ନରେନ୍ଦ୍ର ଶ୍ଵେତଗଙ୍ଗା ମାର୍କଣ୍ଡ କାହା ବେଣ୍ଟ ପୋଖରୀ କାହାର ଜଳ ନା ଲୁଣିଆ ନ ଲୁଣିଆ ନୁହେଁ ଏ ଗୋଟେ ଭାବିବା କୌଣସି କୂଅ କଥା ଲୁଣିଆ ନୁହେଁ ତେଣୁ ସୃଷ୍ଟି ଆରମ୍ଭରୁ ବ୍ରହ୍ମା ଏଠି ଲୀଳା କରିବେ ଏଇଟା ବ୍ରହ୍ମଧାମ ଶ୍ରୀକ୍ଷେତ୍ର ବ୍ରହ୍ମଧାମ এই কথা ଆପଣ ଲେଖିଲେ ପ୍ରଥମ କଥା କହିଲେ ଦ୍ୱିତୀୟ କଥା ଆପଣ କହିଲେ ଆପଣ ଲେଖା ଲେଖିଛନ୍ତି ନିର୍ଜୀବଟା ବ୍ରହ୍ମ ହଉଛି ହୁଁ କାରଣ ଜୀବଟା ଜୀବ ବ୍ରହ୍ମ ହେବ ନା ଆପଣ ଆଜି ସଂକ୍ରାନ୍ତି ଦୀକ୍ଷା କଲେ ଜୀବ ବ୍ରହ୍ମ ବ୍ୟତୀତ ଅନ୍ୟ କିଛି ନୁହେଁ ଜୀବ ଆଉ ବ୍ରହ୍ମ ଭିତରେ ତଫାତ ହଉଛି ଜୀବ ମାୟା ବଶ ବ୍ରହ୍ମ ହେଲେ ମାୟା ଧୀଶ ତ ସେଇ ଘଟଣାଟି ଆପଣଙ୍କର ଭାବାନ୍ତର ଆଣିଦେଲା ଏଇ କଥା ଗୁଡା ଆପଣ ଲେଖିଛନ୍ତି ବୋଲି ପ୍ରଥମ ସମ୍ମାନ ବର୍ତ୍ତମାନ ସେ ସମ୍ମାନ ଦିଆ ହଉଛି ପ୍ରଥମ ସମ୍ମାନ ମୁଁ ପାଇଲି ଯୋଉମାନେ ବିଚାର କରିଥିଲେ ତାଙ୍କୁ ପଚାରିଲି ସେମାନେ ତ ସବୁ ପ୍ରବୃଷ ବିଚାରକ କୃଷ୍ଣଚନ୍ଦ୍ର ପଣ୍ଡିତ କୃଷ୍ଣଚନ୍ଦ୍ର ରାଜଗୁରୁ ପଣ୍ଡିତ ନାରାୟଣ ମହାପାତ୍ର ପଣ୍ଡିତ କୁଳମଣି ମିଶ୍ର ଏମାନେ ପଣ୍ଡିତ ସଦାଶିବ ମହାନପତି ଶର୍ମାନି ଏମାନେ ସବୁ ପ୍ରବୃଷ ବିଚାରକ ଡକ୍ଟର ଅଯୋଧ୍ୟା ଦାସ ମହନ୍ତ ମହାରାଜ ସେ ବି ପ୍ରଫେସର ଥିଲେ ବନ୍ଦାନଶ୍ରୀ ବଳରାମ କୋଠର ମହନ୍ତ ଏମାନେ ବିଚାର କରିଥିଲେ ତେଣୁ ସେଇଠି ମୋର ଭାବାନ୍ତର ଆସିଲା ତାହେଲେ ଏଇ ଦୃଷ୍ଟିକୋଣରୁ ମତେ ଦିଆହେଲା ନହେଲେ ମୋଠୁ 20 ଖଣ୍ଡ ଲୋକ ଅଛନ୍ତି 80 ଖଣ୍ଡ ବହି ଲେଖିଲେଣି ଜଗନ୍ନାଥ ସଂସ୍କୃତିରେ ମୋଠୁ ଯୋଗାଡ଼ କରି ପୁରସ୍କାରଟେ ପାଇବା ଆଜିକାଲି ସହଜ କଥା ନାହିଁ କିନ୍ତୁ ଏ କଥା ହଠାତ୍ ଯେତେବେଳେ ଫୋନ ପାଇଲି ମୁଁ ରବି ପ୍ରତ୍ୟାଶୀରୁ ଯେ ଆପଣଙ୍କୁ ଜଗନ୍ନାଥ ଚେତନା ଆଉ ବେଶୀ ମୋ ଜେଜେମା ଥିଲା ପୁରୀରେ ସେ ଖାଲି ଭୋ ଭୋ କାନ୍ଦି ପକେଇଲା କହିଲା ଜଗନ୍ନାଥ ଆଜି ମତେ ପ୍ରକୃତ କୃତାର୍ଥ କରିବେ ତାଙ୍କୁ ଡାକି ନେଇଛି 22 ପାଶରେ କୁଞ୍ଜ ମହାନ୍ତିକି ଧରିକି ଆସି ପହଞ୍ଚିଲା ମୋ ଜେଜେମା ଯାଇଛି ବୋଲି ମୁଁ ଜାଣିଲି ସେ ଥିଲା ଏଠି ସେ ଗୋଟେ ଇମୋସନାଲ ମୋମେଣ୍ଟ ଥିଲା ଯାହାକି ଆପଣଙ୍କୁ ଭାବାନ୍ତର ଆଣିଥିଲା ପାଉଛି ଆଜି 10,000 ଟଙ୍କା ତମା ପଟା ସେ କୁଞ୍ଜ ମହାନ୍ତିକି ଧରି ପଳେଇ ଆଇଲା ଭୋ ଭୋ ହେଠି କାନ୍ଦିଲା କହିଲା ଏଇ 10,000 ଟଙ୍କା ନୁ ଏଇ 10,000 ଟଙ୍କାରେ ମହାପ୍ରସାଦ ନବା ଗାଁକୁ ମାନେ ଆଉ 10,000 20,000 ଟଙ୍କାରେ ମହାପ୍ରସାଦ ଧରି ଆମେ ରାତି 11ଟାରେ ପହଞ୍ଚୁ ଗାଁରେ ବା ପ୍ରତ୍ୟେକ ମଣିଷର ସଫଳ ମଣିଷର ଜୀବନ ପଛରେ ଥାଏ ଗୋଟିଏ ମୁହୂର୍ତ୍ତ ଯାହାକି ତାଙ୍କ ଜୀବନର ଗତିପଥକୁ ବଦଳି ଦେଇଥାଏ ଡକ୍ଟର ମିଶ୍ରଙ୍କ ଜୀବନରେ ସେଇଭଳି ଭାବାନ୍ତର କେତେ ବଢିଆ ଜାଗାରେ ଆସିଥିଲା ଆଉ ମହାପ୍ରଭୁଙ୍କ ଆଶୀର୍ବାଦରୁ ଆସିଥିଲା ଯାହାକି ତାଙ୍କୁ ମହାପ୍ରଭୁଙ୍କ ପାଇଁ ଲେଖିବାକୁ ପ୍ରେରଣା ଦେଇଥିଲା କି ସୁନ୍ଦର ଭାବନା ସେ ଏବେ ଆସିବା ଆପଣଙ୍କ ଲେଖକ ଜୀବନ ଉପରେ କିଛି ଆପଣ କେବେ ଆଉ କେମିତି ଲେଖା ଆରମ୍ଭ କଲେ ସେ କଥା ତ ଆମକୁ କହିଲେ ଲେଖିବା ସମୟରେ ଆପଣଙ୍କର ନିୟମିତ ଅଭ୍ୟାସ ବା ରୁଟିନ କ'ଣ ଥାଏ ଲେଖିବାରେ କିଛି ରୁଟିନ ନଥାଏ ବହୁତ ପ୍ରୋଗ୍ରାମ ବହୁତ ସାହିତ୍ୟ ସଭାକୁ ଯିବି ପ୍ରବଚନ ସଭାକୁ ଯିବି ଏବଂ ପ୍ରବଚନ ଖାଲି ଗୋଟେ ନୁହଁ ରାମାୟଣରେ ପ୍ରବଚନ ଦେବି ଭାଗବତରେ ପ୍ରବଚନ ଦେବି ବେଦାନ୍ତରେ ଦେବି ସକାଳୁ ବସି ଲେଖା ଆରମ୍ଭ କରନ୍ତି ନା ତେଣୁ ଏମିତି କିଛି ନିର୍ଦ୍ଦିଷ୍ଟ ନାହିଁ ସକାଳୁ ଉଠିଲେ ମୁଁ ଭୋର 5ଟାରୁ ଜପ କରିବି ଘଣ୍ଟାଟେ ଆଚ୍ଛା ମୁଁ ମନ୍ତ୍ର ଜପ ନ କଲେ ଆଉ ଚା ବି ଖାଇବି ତ ମୁଁ ଇନଭାଲିଡ ଲୋକ ମୋ ପାଖେ 10,000 ବହି ଅଛି ଖଣ୍ଡେ ବହି ମୁଁ କିଣିନି ଜଗନ୍ନାଥଙ୍କ କରୁଣାରୁ 10,000 ବହି ବିଭିନ୍ନ ଲୋକ ଦେଇଛନ୍ତି 20,000 ବହି ଦେଇଛନ୍ତି 10,000 ବହି ମୁଁ ବାଣ୍ଟି ଦେଇଛି ଗଳ୍ପ କବିତା ଉପନ୍ୟାସ ମୁଁ ରଖୁନି ଖାଲି ପ୍ରବନ୍ଧ ବହି ରଖୁଛି
विभिन्न पाठागार विभिन्न व्यक्ति विशेष को बांटी दी। अच्छा 37 खंड बही बाजाई खंडे बही मो आखिर छपेनी अच्छा सब बही पैसा मिली खाली मो जीवनानुभूति नुह आम अस्मिता भी 50,000 टଙ୍କା नुरी मिश्र कटक स्टूडेंट 4टा बही लिखिं 20,000 25,000 देखते समस्ते ये तो प्रकाशक छपी मतलब पैसा देकर पांडु लेखार रूटीन टा आपण केमती करंती लेखा रूटीन है ये चाणी देवे चाणला खबर कागज देवे खबर कागज मु पढ़ी मु देखी क्या मुझे प्रोग्राम पढ़ेबी लोक आस बसवे तेणु अधघंटे देखी नी लोक आस बसवे क्या मु प्रोग्राम पढ़ेबी ना जो प्रोग्राम थो तेणु मु प्राय से प्रोग्राम फेरिले राति लिखे राति लिखती राति लिखी राति जोटा भावी राति मुझे लिखी दिन टाक भावी विविध अभिज्ञता विभिन्न जगह बुलिक अभिज्ञता अर्जन करी अभिज्ञता न लिखिले से लेखा शुष्क निरस प्राणहीन तेणु अभिज्ञता अर्जन करी विभिन्न जगह जाइए रातिर नीरवतारे बसी लिखि राति नीरवतारे बसी लिखिबी नुआ लेखक जो माने नूतन लेखक बाहरुचंती से माने निजको को भली भाबे प्रस्तुत करबा कथा से प्रथमे व्यापक अध्ययन करू भल लेखक लेखक लेखा अध्ययन करू शैली कौन एवं तार अभिव्यक्ति कौन एवं से अभिव्यक्ति केमिति परिवेशन शैली परिवेशन परिच्छन्नता कौन जोटा पाठक हृदय को स्पर्श कर इटा को अनुध्यान प्रथम करूँ लेखक किसी अनुध्यान करना सीधा लिखुं बही पैसा देकर प्रकाश को छपे दौरान से बही बांटुंट से सब ठुंगा बालक बही जार परिणत होता एते गुड़े बही तो लिखिं गवेषक गवेषणा भी करिसेंती आउ किछि आगो को नुआ प्रकल्प कौन अच्छे मोर प्रकल्प गोटे भारी कहना ओडिया जातिर जोड़े परिचय गोटे था श्री जगन्नाथ गोटे ओडिया भाषा आम भाषा बोली आम ओडिया बंगाली को भाषा बंगाली बोली बंगाली भाषा प्रति आम भाषा छात्र केमी कष्ट मुझे कहली कि अन्य माने जस नहीं प्रचार कले सीधा पुरस्कार पाइले हाइकोर्ट भी कले हाइकोर्ट हेल्ले सुप्रीमकोर्ट कले सुप्रीमकोर्ट हेल्ले से अलग कथा किंतु कथा बर्तमान भाषा प्रति अनुरक्ति आड़िया जातिर ना देखु तिब्बतीय माने भाषा जो देश को तड़ा खाइले 14टा जगार शरणार्थी भाव भाषा को जगह आप इस्राएल कथा देखु इहुदी माने इस्राएल बासिंदा इहुदी मान को हिटलर कहला ध्वंस कर दियो आम इतिहास कौन 5 लाख इहुदी नष्ट कर मारी आपणकर नूतन प्रकल्प नहीं मोर तेणु भाषा को केंद्र करी गोटे ओडिया ज्ञान कोश रचना करेंगे ओडिया भाषा कोश गोपाल प्रसाद लिखिं ओडिया ज्ञान मंडल विनोद कानून ज्ञान कोश के से विषय आपण किछि काम करू ज्ञान कोश मु लिखिणी 300 पृष्ठ अच्छा आरंभ करी सरस्वती पूजा अरे वाह कि तामिल ज्ञान कोश देखला परे केंद्र राज्य किलोमीटर प्रोग्राम जाइली से 11टा भव्य मुझे सरकार 11 जन को रखिक गोटे कमिटी कला आम सरकार तो चिंता करेनि सरकारी साहय मुझे कौन सरकारी पद पदवी रही कि सरकारी साहय निज प्रचेष्टा जी पाई पुरस्कार 20 लाख टका रखी से 20 लाख टका मुझे छपेबी कि कौन प्रकाश बही छपेबी क्या प्रकाशक आमको देखिए आम असुविधा तार बिक्री हो बोली 50,000 टका देदेला छपेला जीवनानुभूति बिक्री हो बोली छपेला दिन दारू ब्रह्म नवकलवर प्रार्थी छपेला मुझे 15 मसीह नवकलवर है 10 लाख दिन देला जनवरी 1 दिन बहरी बाहर कला मत कहला ककई 1000 बही छपेली मु देखली बरगढ़ बरपाली 300 बही बिक्री सोर 300 बही बिक्री छत्रपुर 200 बही बिक्री केड़े बड़ सहर तार से 1000 छपेनी संचिता महाजम क्लासमेट ता घर गंगा मंदिर पाखे संगीता प्रिंटर से छपेचा मुझे बुझली 5,000 छपे से बही मार्च मास चलेगा नवकलवर हम जून में आउ 10,000 छपेला कि से ठकिला प्रकाश तेबे आपण भाबिचंती जो ज्ञानकोश आपण ऊपर काम करूचंती ताको निजे ही छपेबे निजे छपेबी 20 लाख टका विभिन्न सम्मान पाई
ତାକୁ ରଖିଛି କେତେ ସୁଧ ଫୁଧ ମିଳିଛି ଯାହା ମିଳିବ। ବହୁତ ଭଲ କଥା। ଆଉ ଛୁଆମାନଙ୍କୁ କହିବି ଦୀପାଙ୍କ କିଛି ଦିଅନ୍ତୁ। ମାଗ ଲେଖେ ସେ ବହି ତ 3000 4000 ପୃଷ୍ଠା ହବ ଛୋଟ ଭାବେ କଲେ, କାରଣ ସେମାନଙ୍କ ବହି 11ଟା ବହି ମିଳିଛି ତାମିଲ ଜ୍ଞାନକୋଷ। ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଲା, ଏପର୍ଯ୍ୟନ୍ତ ଜ୍ଞାନକୋଷରେ ନାହିଁ। ଭାଷାକୋଷ ସେମାନେ ଦେଖିବେ, ଭାଷାକୋଷ ଚେଞ୍ଜ। ଆଜି ଯୋଉ ଭାଷା ଭାଷା ତ ସବୁବେଳେ ପରିବର୍ତ୍ତନଶୀଳ। ଆଜି ଯୋଉ ଭାଷା 100 ବର୍ଷ ପରେ ଏ ଭାଷା ଫେଲ୍ ହେଇଯାଇଛି। ଆପଣ ଭାବୁନାହାନ୍ତି କି ଏବେ ଯୋଉ ନୂତନ ପିଢି ଆସୁଛନ୍ତି ଜେନ୍ ଜି କହୁଛନ୍ତି ଯୋଉ, ଆପଣ ଭାବୁନାହାନ୍ତି କି ଭାଷାର ବହୁତ ବିପତ୍ତି ଘଟିଛି? ନାଇଁ ଭାଷାରେ ଗୋଟେ ବିପତ୍ତି ଆରମ୍ଭ ହେଲା ଯେତେବେଳେ ମୁଦ୍ରା ଯନ୍ତ୍ର ବାହାରିଲା। ଆଗରୁ ଆମର ତାଳପତ୍ର ପୋଥିରେ ଥିଲା, ତାଳପତ୍ର ପୋଥିରେ ଗୀତ ଗୋବିନ୍ଦ ଲେଖା ହେଲା। ଗୀତ ଗୋବିନ୍ଦ ପ୍ରାୟ 50 ବର୍ଷ ଭିତରେ ସାରା ଭାରତରେ ପ୍ରଚାର ହେଇଗଲା। ଭାଗବତ ଜଗନ୍ନାଥ ଦାସ ରଚନା କଲେ, ଗାଁ ଗାଁ ଭାଗବତ କପି କରିକି ଲେଖକ ମାନେ ପ୍ରିଣ୍ଟିଂ ପ୍ରେସ୍ ବି ଏମିତି ସ୍ପିଡିଲି କାମ କରିପାରିବ। କିନ୍ତୁ ପ୍ରିଣ୍ଟିଂ ଯେତେବେଳେ ବାହାରିଲା ଭାଷାଟା ବହୁତ ଉପରକୁ ପଳେଇଲା। ସାହିତ୍ୟ ଭିତରେ ସୀମିତ ରହିଲା। ସମାଜପତ୍ର, ରେଡ଼ିଓ, ଟେଲିଭିଜନ ଏଥିରେ ଭାଷା ବାହାରିଲା। ତେଣୁ ଭାଷା ବହୁତ ଆଗକୁ ଉପରକୁ ପଳେଇଲା। ଓଡ଼ିଆ ଜାତି ଯୋଉ ସ୍ତରରେ ବର୍ତ୍ତମାନ ପହଞ୍ଚି, କିନ୍ତୁ ଭାଷା ତା ଭିତରେ ନାହିଁ। ସାମାଜିକ ଚେତନାର ଅଭାବ ହଉ ବା ଆମର ହୀନମନ୍ୟତା ହଉ, ସ୍ୱାଭିମାନ ଦୃଷ୍ଟିରୁ ଭାଷାକୁ ଆମେ ଭୁଲିଗଲୁ। ତାହେଲେ ଭାଷାର ଅଗ୍ରଗତି ହେଇଛି ନା ଅବନତି ହେଇଛି? ନାଇଁ, ଭାଷାର ଅଗ୍ରଗତି ହେଇଥିଲା। ଭାଷା ଯେତିକି ଯେତିକି ସଭ୍ୟତା ବିକଶିତ ହବ, ସେତିକି ଭାଷା ବି ବିକଶିତ ହବ। ଭାଷାରେ ଆମର କିଛି ନୂତନ ଭାଷା ବି ଜଡିତ ହେଉଛି। ହଁ, ନାଇଁ ଆଜିକି 500 ବର୍ଷ ତଳେ ଯୋଉ ଭାଷା ଥିଲା ଓଡ଼ିଆ ଭାଷା, ବର୍ତ୍ତମାନ 500 ବର୍ଷ ପରେ ଭାଷା ବହୁତ ବିକଶିତ ଭାଷା। କାରଣ ସଭ୍ୟତା ବିକାଶ ରହିଛି, ଓଡ଼ିଆ ଜାତିର ସଭ୍ୟତା ବିକଶିତ ହେଇଛି। ଆଉ ସଭ୍ୟତା ଯେତିକି ବିକଶିତ ହବ, ଭାଷା ବିକଶିତ ହବ। ତାମାନେ ଆପଣ କହୁଛନ୍ତି ଯେ ସଭ୍ୟତାର ବିକାଶ ସହିତ ଭାଷାର ବି ବିକାଶ ହେଉଛି। ବଢିଆ କଥାଟେ କହିଲେ। ଆପଣ ତ ଲେଖା ଲେଖି କଥା କହିଲେ, କିଭଳି ଲେଖୁଛନ୍ତି କହିଲେ, ପ୍ରବଚନ କଥା କହିଲେ। ଅବସର ସମୟ କେମିତି କାଟନ୍ତି? ଅବସର ସମୟ କାହିଁ ମା ଅବସର ନାହିଁ। ଏ ଗୋଟିଏ ବହୁତ ବଡ କଥା। ମୁଁ ତ କୋଉଠିକି ଯାଇପାରିବିନି, ଚାଲିବାର ଚଳ ଶକ୍ତି ବିହୀନ। ତେଣୁ ମୋର ଅବସର ହେଲା ଅଧ୍ୟୟନ, ବ୍ୟାପକ ପଢିବି। ଯଦି ସମୟ ପାଇବି ମୁଁ ଘରେ ବସି ପଢେ। ଆଉ ଘର କଥା କିଛି ବୁଝେ ନାହିଁ, ମୋ ସହଧର୍ମିଣୀ ସବୁ ବୁଝନ୍ତି। ପିଲାମାନେ ବାହାରେ ଅଛନ୍ତି ଦୀପାଙ୍କ, ସେମାନେ ରୋଜଗାର କରୁଛନ୍ତି। ଆଉ ମୋ ସହଧର୍ମିଣୀ ଘର କଥା ବୁଝନ୍ତି। ଏପରିକି ମୋର 30 ଖଣ୍ଡ ବହି ଦରକାର, ଆଲମାରିରୁ ବାହାରି ପଡେ, ଟେବୁଲରେ ଥୋଇ ଦେଇକି ସେ ରୋଷେଇ କରିବ। ଏ ଗୋଟେ ବହୁତ ବଡ କଥା ଡକ୍ଟର ମିଶ୍ର କହିଲେ ଯେ ଅବସର ପାଇଁ ସମୟ କାହିଁ। ଏଇ ବୟସରେ ଯଦି ସେ ତାହା କହିପାରୁଛନ୍ତି, ଯୁବପିଢି ଏଇଠୁ ନିହାତି ଶିକ୍ଷା କରିବା କଥା ଯେ ଆମେ ଜୀବନକୁ ସମୟକୁ ଏଇଭଳି ଭାବରେ କିମ୍ବା କିଛି ନକରି ଅତିବାହିତ କରିବା ଅପେକ୍ଷା କିଛି ଗୋଟେ କାମରେ ଲଗାଇବା ନିହାତି ଜରୁରୀ। ଯୋଉଠି ଆମେ କହିପାରିବା ଏଇ ବୟସରେ ଆସି ଯେ ଅବସର ପାଇଁ ସମୟ କାହିଁ। ନାଇଁ, ସମୟ ମୂଲ୍ୟବାନ। ସବୁ କଥା ତ କଥା ହେଇଗଲେ, ଆପଣଙ୍କ ପରିବାର ବିଷୟରେ କିଛି କୁହନ୍ତୁ। ନାଇଁ, ପରିବାର ଦୀପାଙ୍କ ମୋର ସପୋର୍ଟ। 4 ଝିଅ ମୋର, ସେମାନେ ତ ବାହା ହେଇକି ତାଙ୍କ ବାଟରେ ଗଲେଣି। କିନ୍ତୁ ବାପାଙ୍କର କଣ ଲେଖା ବାହାରିଲା ସେ ମୋତେ ଆଗ ଯୋଉ ବହି ବାହାରିଲା, ବାପା ଆମକୁ ଗୋଟେ ଖଣ୍ଡେ ଖଣ୍ଡେ ପଠେଇଲେ। ଏବଂ ମୋ ବହି ଓପନିଂ ହେଲା, ଯଥା ସାଧ୍ୟ କର୍ମେ ସେମାନେ ଯାଇ ପହଞ୍ଚୁଛନ୍ତି, ଖବର ନେଇକି ସେ ପହଞ୍ଚୁଛନ୍ତି। ଆଉ ସାନ ପୁଅ ତ ବାହା ହେଇନି, କଲିକତାରେ ବ୍ରାଞ୍ଚ ମ୍ୟାନେଜର ଅଛି। ବଡ଼ ପୁଅ ଗୋଟେ ଫରେନ୍ କମ୍ପାନୀରେ ଚାକିରି କରେ, ବର୍ତ୍ତମାନ ବ୍ୟାଙ୍କକରେ ଅଛି, ଆସିବ 23 ତାରିଖରେ। ବୋହୂ ଏଠି ଅଛି, ଯୋଡ଼େ ନାତୁଣୀ ଅଛନ୍ତି। ନାତୁଣୀ ମଧ୍ୟ ମୁଁ ଯାହା ଲେଖୁଥିବି ସେ ଠିଆ ହେଇ ପଢିବେ। ଆଚ୍ଛା, ମାନେ ଛୋଟ, ଗୋଟେ ଷଷ୍ଠରେ ପଢୁଛି, ଗୋଟେ ଦ୍ୱିତୀୟରେ ପଢୁଛି। ସେମାନେ ବି ଇଣ୍ଟରେଷ୍ଟ ନଉଛନ୍ତି ଲେଖାପଢାରେ। ଆଉ ମୁଁ ତ ଯାହା ଲେଖିବି ତାର ପ୍ରଥମ ପାଠିକା ମୋ ସହଧର୍ମିଣୀ। ସେ ପ୍ରଥମେ ପଢିବେ, ସେ ଯୋଗଉଛନ୍ତି ନା ବହି ଯୋଗଉଛନ୍ତି। ମୁଁ ଯୋଉ କହିବି ସେ ବି ଲେଖନ୍ତି? ଦରକାର ନା, ସେ ଲେଖନି। ମୋର ପାଠିକା ଜଣେ ସହଧର୍ମିଣୀଙ୍କ ନାଁ ଟିକେ କହିଦିଅନ୍ତୁ। ଛାୟାରାଣୀ ମିଶ୍ର, ମୋ ସହଧର୍ମିଣୀ ଛାୟାରାଣୀ ମିଶ୍ର। ଆଉ ସେ ଘର ସମ୍ଭାଳୁଛନ୍ତି, ଗାଁରେ ଯାଇକି ଗାଁରେ କଥା ସମ୍ଭାଳୁଛନ୍ତି। ଯୋଡ଼େ ଘର ଗାଁରେ, ଯୋଡ଼େ ସମ୍ପତ୍ତି, ତାକୁ ବୁଝୁଛନ୍ତି। ଘର କଥା ଶୁଣୁଛି। ମୁଁ ଘର କଥାରେ କେମିତି ମୁଣ୍ଡ ଖେଳିବି? ମୋର ପଢିବା ଲେଖିବା। ଜୀବନରେ ଯଦି ଆଉ ଥରେ କେବେ ସୁଯୋଗ ମିଳେ, କଣ ପରିବର୍ତ୍ତନ କରିବାକୁ ଚାହିଁବେ? ଯଦି ଶ୍ରୀ ଜଗନ୍ନାଥ କରୁଣା କରନ୍ତି, ମୁଁ ଚାହିଁବି ଯେ କେମିତି ସୁନାର ଓଡ଼ିଶା ହଉ। ଓଡ଼ିଶା ମୋ ଦୃଷ୍ଟିରେ ଏକମାତ୍ର ସମଗ୍ର ଭାରତରେ
आध्यात्मिक भूखंड कहना एटा मु कहूँगी महर्षि कपिल सत्य जुगर जन्म होती से लिखिं वर्षाणां भारत श्रेष्ठ देशानां उत्कल स्तुत उत्कल समो देश देश नास्ति मही तले महर्षि कपिल सत्य जुगर कपिल संहिता लिखिं सीटा घोषणा कर तेणु मु चाहूँगी जे ओडिशाटा गोटे आध्यात्मिक पृष्ठभूमि एठी प्रभु परम ब्रह्म दारु ब्रह्म लीला कले रैपिड फायर क्वेश्चन को जिबा हमें आपणकर प्रिय ओडिया लेखक मोर ओडिया ओडिया लेखक भाव मोर अति प्रिय होउछनी कान्हूचरण महाराज प्रिय पुस्तक होउछि हा अन्न कान्हूचरण महाराज प्रिय शब्द होउछि श्री जगन्नाथ चा ना कॉफी नहीं चा 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 कपे कपे हेले लेखाटा भल रे हबो ओडिया भाषा हाँ ओडिया भाषा कहले मन रे प्रथमे कोन आसे ओडिया भाषा कहले ओडिया जातिरा सामग्रिक दृश्य मो आखि आगे दिसे वाह। लेखा ना भाषण नहीं लेखाटा प्रभाव स्थायी भाषणटा उड़ी जाऊँगी पवन वाह। एक शब्द रे जीवन सत्य गोटे शब्द रे साहित्य साहित्य गोटे शब्द रे कहले केवल गोटे शब्द कह साहित्य ताले परोपकार साहित्यर मूल लक्ष्य महत लक्ष्य होची परोपकार भविष्य रे लोक आपण को को हिसाब रे मन रखंतु ता आपण चाहउचंती लोक मते मन रखंतु ओडिया जाति को मन रखंतु ओडिया भाषा को मन रखंतु एवं ओडिया जातिर प्राण श्री जगन्नाथ को मन रखंतु मते मन रखंतु केते धूली रे मिसी जीवा हम गोटे धूली आसे धूली रे मिसी जीवा हमको मन रखंतु ओडिया जाति ओडिया भाषा श्री जगन्नाथ ये तीन को लोक मन रखंतु कारण ये भूखंड होची ठाकुर लीला भूमि प्रथम रू कही विश्वर समग्र अग्निकोण भारत भारतर अग्निकोण ओडिशा ओडिशार अग्निकोण श्रीक्षेत्र ब्रह्मधाम एवं श्रीक्षेत्र ब्रह्मधाम अग्निकोण श्रीमंदिर एवं श्रीमंदिर अग्निकोण रोषशाला रोषशालार अग्निकोण वैश्ववाग्नि प्रज्वलित ही समग्र विश्व को कंट्रोल कर अनेक जानी नथिबे तेणु मु ओडिशा मो दृष्टि ओडिशा जिते भूखंड मु वाराणसी भारी लोकप्रिय कलिकता 56 वर्ष भाषण देली वाराणसी 60 वर्ष भाषण देली दिल्ली सहर 52 वर्ष भाषण देली कि मत प्रिय नुह मो ओडिशा मत प्रिय आउ कहीं ओडिशार प्राकृतिक दृश्य समुद्र मंडल काश्मीर प्राकृतिक दृश्य केते सुंदर कथा कहले आज डॉक्टर मिश्र महाप्रभु जगन्नाथ पाखे आमे भी प्रार्थना करूँ जे तांकर जो आशाटी अच्छी ज्ञान कोश कर से बहुत जल्दी पूर्ण हो एवं आम समस्त को से ज्ञान दर्पण रू कि आमको मिलू एवं आपणकर उत्तरोत्तर उन्नति कामना करूँ भगवान महाप्रभु जगन्नाथ आपण को सुस्थ रखंतु भलरे रखंतु आहुरी एभली किछि आपण ओडिया जाति को दे आसंतु आपणकर बहुमूल्य समय बाहर करी आपण आम पाखु आस्थिबारु आपणको अशेष धन्यवाद जय जगन्नाथ ज्ञानर अगाध भंडार पद्मश्री डॉक्टर अंतर्जामी मिश्र थिले आज आमर अतिथि केते सुंदर भाव रे हमको बुझेई देले से भाषा साहित्य जगन्नाथ संस्कृति ओडियार ओडिशार भविष्यत विषय रे महाप्रभु जगन्नाथ पाखरे एतिकी प्रार्थना करिवु जे तांकर जो कामनाटी अछि ज्ञान कोश ता जल्दी पूर्ण हेउ एवं भगवान तांको सुस्थ रे रखंतु भल स्वास्थ्य दियंतु ओडिया साहित्य को ओडिया जाति को से आहुरी किछि देई जानतु।